Rorschach inkblot test. Rorschach inkblot test was developed by Hermann Rorschach. The person who has developed the test is known as Hermann Rorschach, and it was a test being developed in 1927, long back. And why it is called inkblot test? Inkblot, ମୁଁ ଓଡ଼ିଆ ଇଂଲିଶ ଉଭୟରେ କହୁଛି, ତାକୁ ଇଙ୍କବ୍ଲଟ୍ ରସାକ୍ ଇଙ୍କବ୍ଲଟ୍ ବା ଆରଆଇଟି ବୋଲି କୁହାଯାଏ। ରସାକ୍ ଇଙ୍କବ୍ଲଟ୍ ତାକୁ କାହିଁକି କୁହାଯାଏ? ପ୍ରକୃତରେ ପ୍ରଥମେ ଯେତେବେଳେ ସେ ଟେଷ୍ଟଟା ଆରମ୍ଭ କଲେ, ଯୋଉ ବ୍ଲଟିଂ ପେପର ଯୋଉଥିରେ କି ଇଙ୍କ ସୋକ୍ କରେ, ସେଥିରେ କାଳି ପକେଇକିରି ତାକୁ ଫୋଲ୍ଡ କରିକି ଚାପି ଦେଇକିରି ଯାହା ଫିଗର ଆସିଲା, ସେ ଫିଗରରୁ ବାଛିକିରି ସେ କେତେ ଗୁଡ଼ିଏ ଫିଗରକୁ ପ୍ରେଜେଣ୍ଟ କଲେ ଏବଂ ଯୋଉଗୁଡା କି ମାନେ ଆମ୍ବିଗୁଅସ୍ କାହିଁକି କୁହାହଉଛି ନା, ମୁଁ ଗଲା କ୍ଲାସରେ କହିଛି ଯେ ଆମକୁ ଯେତେବେଳେ କୌଣସି ଆମ୍ବିଗୁଅସ୍ ଷ୍ଟିମୁଲସଟେ ଦେଖେଇ ଦିଆଯିବ, ସେତେବେଳେ ଆମର ଅନକନସିୟସ୍ ମାଇଣ୍ଡ ୱିଲ୍ ଆକ୍ଟ ଅନ୍ ଦ୍ୟାଟ୍। ଆମେ ଆଉ କନସିୟସ୍ ଲେବୁଲରେ ଯେତିକି କାମ କରୁଛୁ, ଅନକନସିୟସରେ ସେଇଟା କାମ କରିବ ସେତେବେଳକୁ। ତେଣୁ ଆମେ ମାନେ ଇଟ୍ ଇଜ୍ ଦ କାଇଣ୍ଡ ଅଫ୍ ଥିଓରି, ଯୋଉଟାକି ଆମେ ସାଇକୋ ଡାଇନାମିକ ଥିଓରି, ସାଇକୋ ଆନାଲିଟିକ ଥିଓରି ବୋଲି କହୁଛୁ। ଥିଓରି କହୁଛି ଯେ ଆମ ମନରେ ଯୋଉ ମାନେ ମନଟା ତିନିଟା ସ୍ତର, କନସିୟସ୍, ସବକନସିୟସ୍, ଅନକନସିୟସ୍। ପ୍ରତିଟି ମଣିଷ କନସିୟସ୍ ମାନେ ଦି ପାର୍ଟ ହ୍ୱିଚ୍ ହି ସୋଜ୍, ହ୍ୱିଚ୍ ହି ନୋଜ୍, ହ୍ୱିଚ୍ ହି ବାହାରକୁ ଯାହାକୁ ଦେଖୁଛ, ତାର ଯାହା ତମେ ଦେଖିପାରୁଛ, ଦ୍ୟାଟ୍ ଇଜ ଦ କନସିୟସ୍ ପାର୍ଟ। ବଟ୍ ଅନକନସିୟସ୍ ପାର୍ଟ ଇଜ ମୋର ଇମ୍ପୋର୍ଟାଣ୍ଟ ପାର୍ଟ, କାହିଁକିନା ଇଟ୍ ଇଜ ଦ ଲାର୍ଜର ପାର୍ଟ। 90% ଅଫ୍ ଦ ହ୍ୟୁମାନ୍ ସାଇକ୍ ଇଜ ଅନକନସିୟସ୍। ଏବଂ ଆମର ଯାହା ସୁବିଧା ଅସୁବିଧା ସବୁ ଜିନିଷର ମୂଳ ସ୍ଥାନ ହେଲା ଅନକନସିୟସ୍। ଆମ ଅନକନସିୟସ୍ ଭିତରେ ଯାହା ଅଛି, ଆଜି ଯଦି ମତେ କିଛି ମାନସିକ ରୋଗ ହେଲା, ତାହେଲେ ମତେ ଯୋଉମାନେ ସାଇକୋଆନାଲିଟିକ ମଡେଲ ଗଲା ସେମାନେ କହିବେ ଯେ ତାଙ୍କର ଅନକନସିୟସ୍ ବାହାର କରିବାକୁ ପଡିବ। ଅନକନସିୟସ୍ ରୁ ହିଁ ଜଣା ପଡିବ ତମର କଣ ହେଇଛି, କାହିଁକି ହେଇଛି। ସେଥିପାଇଁ ସେଇ ସମୟରେ ବହୁତ ଟେଷ୍ଟ ତିଆରି କରାଗଲା ଅନକନସିୟସ୍ କୁ ଜାଣିବା ପାଇଁ। ତା ଭିତରେ ରୋସାକ୍ ଇଜ ୱାନ୍ ଅଫ୍ ଦ ଭେରି ଇମ୍ପୋର୍ଟାଣ୍ଟ ଟେଷ୍ଟ। ମୁଁ ଯାହା କହୁଛି ବୁଝି ହଉଛି ନା ନାହିଁ? ଆଜ୍ଞା ଆଜ୍ଞା ସାର୍। ହଁ, Yes, sir. ହଁ, ରୋସାକ୍ ଟେଷ୍ଟ ହଉଛି ମାନେ ବର୍ତ୍ତମାନ ମଧ୍ୟ it is one of the best tests to understand, to know the unconscious person. ରୋସାକ୍ ଟେଷ୍ଟ କଣ? ବ୍ଲଟିଂ ପେପରରେ କାଳି ପକେଇଦେଲେ, ତାକୁ ମାନେ ଭାଙ୍ଗିକିରି ଚାପିଦେଲେ, ଚାପି ଦେଇକିରି ଯାହା ଆସିଲା that becomes the test item. ମୁଁ ଦେଖେଇବି ରୋସାକ୍ ଟେଷ୍ଟ, ମୁଁ ଦେଖେଇବି ସେଇ ଟେଷ୍ଟ ଆଇଟମକୁ ତମକୁ କଣ କୁହାଯିବ, କଣ କରାଯିବ। ଯେମିତି ମୁଁ ଟିଏଟି କହିଥିଲି, ଥିମାଟିକ୍ ଆପରସେପସନ୍ ଟେଷ୍ଟ, ସେଟା ତ ଟିକିଏ ହେଲେ ଷ୍ଟ୍ରକ୍ଚର୍ଡ, କିଛି କିଛି ଲୋକ ଏନଭାୟରନମେଣ୍ଟ ଅଛି। ୟା ଦେହରେ ଏଇଟା ପୁରା ଅନଷ୍ଟ୍ରକ୍ଚର୍ଡ ଆଣ୍ଡ ପୁରା ଆମ୍ବିଗୁଅସ୍ ସିଷ୍ଟମ। ବଟ୍ ଦିସ୍ ଇଜ ଏ ଭେରି ଇମ୍ପୋର୍ଟାଣ୍ଟ ଟେଷ୍ଟ। ଏବଂ କ୍ଲିନିକାଲ ସାଇକୋଲୋଜିଷ୍ଟ ମାନେ ଯଦି ପଚାରିବ କୋଉ ଟେଷ୍ଟ ସେମାନେ ଲାର୍ଜଲି ୟୁଜ୍ କରୁଛନ୍ତି ଫର୍ ସାଇକୋଆନାଲିଟିକ ଥେରାପି ବା କ୍ଲିନିକାଲ ଥେରାପି, ଏଇଟା ହଉଛି ରୋସାକ୍। ତେଣୁ ରୋସାକ୍ ଟେଷ୍ଟ ତମକୁ ଜାଣିବା ଦରକାର। ୟୁଜିଂ ଏଇଟା ଇଣ୍ଟ୍ରୋଡକ୍ସନ, ମୁଁ ଏଇ ଫର୍ମାଟଟା ତମକୁ ଦେଇଦେଲେ ତମେ ଲେଖିଲା ବେଳକୁ ଏକୁ ସୁବିଧା ହବ। Using interpretation of ambiguous design to assess an individual's personality is an idea that goes back to Leonardo da Vinci. ଏବଂ ଏଇ ଯୋଉ ପ୍ରୋଜେକ୍ଟିଭ ଟେଷ୍ଟ, ଏଇ ଯୋଉ ଆଇଡିଆ ଅନକନସିୟସ୍ କନସିୟସ୍ ର ଯୋଉ ଆଇଡିଆ, ୟାକୁ କେମିତି ଟେଷ୍ଟ କରାହବ ସେଟା ଲିଓନାର୍ଡୋ ଡା ଭିନ୍ସିଙ୍କର ଗୋଟେ ଅଛି ଆପ୍ରୋଚ। କିନ୍ତୁ ପରବର୍ତ୍ତୀ ସମୟରେ ହାୱେଭର ରୋସାକ୍, ମୁଁ ପଢି ଦଉଛି ଟିକେ ଟିକେ ତମକୁ ଜଣେଇ ଦଉଛି, 1927 made the first systematic approach to use inkblot in the study of personality. ତମେ କଣ, ତମେ କିଏ, ତମ ମନରେ କଣ ଅଛି, ତମର ଅନ୍ତର୍ନିହିତ ମନରେ କଣ ଅଛି, ଲୁକାୟିତ ମନ ଆମେ ଯୋଉଟାକୁ କହୁଛୁ ଅନକନସିୟସ୍, ସେ ଲୁକାୟିତ ମନ ଭିତରେ କଣ ଅଛି, ୟାର ଇମ୍ପୋର୍ଟାନ୍ସ ଏଇଥିପାଇଁ ଆମେ କୁହାହଉଛି ଯେ ସାଇକୋଆନାଲିଟିକ ବା ସାଇକୋ ଡାଇନାମିକ ମଡେଲ ବିଲିଭ କରୁଛି ଯେ ଆମର ମନର ପ୍ରକୃତ ମାନେ ଚଳେଇବା ଜାଗା, ଦ ମ୍ୟାନେଜମେଣ୍ଟ କୋଉଠି ହଉଛି ନା, ଇଟ୍ ଇଜ ଇନ୍ ଆୱାର ଅନକନସିୟସ୍।
आमे केमिति मनीष हबु केमिति चलिबु केमिति चलिबु केमिति अन्य मानकु व्यवहार करिबु दैट इज लार्जली डिटरमिन्ड बाय द अनकॉन्शियस कॉन्शियसली बहुत जिंस करा जाय ने अनकॉन्शियस होता दिन तेणु अनकॉन्शियस ताको बाहर करबा गोटे समय निहाते आवश्यक होइतला एवं ए भलिया टेस्ट सब होइछि ए टेस्ट रे अनकॉन्शियस आसीबो गला in the study of person Rorschach was inspired by the German doctor Justinus idea उडा खाली टिके टिके देई दो to use the ink blots ink blot माने तमे माने जानिछो कि नहीं आजिकली गोटे ब्लटिंग पेपर गोटे थिला आगुरु आम समय रे आमे ताको यूज करूथुलु पेन रे लेखला बेले काली पड़ी गले ताको चापी दो हेले कालीटा से चाटन न that was the kind of paper which we were supposed to call blotting sei blotting paper रे जो क्रिएशन आसिला सेटा को से इंक ब्लट गुडे आसिला ता भितरु बाछि किरी ताको लोकन को अप्लाई करी किरी जो गुडा को सठिक टेस्ट हला से गुटे टेस्ट डेवलप कले एंड दैट इज रोसाक टेस्ट RIT रोसाक इंक ब्लड टेस्ट गला तापरे Alfred Binet has also examined with ink blot as a test creativity तेम परवर्ती समय रे खाली पर्सनालिटी नुह बहुत प्रकार रो जिनिस जानिबा पाई रोसाक टेस्ट को डिजाइन करा गला माने इवन whether two people will go together तांकर मैचिंग भलो होबा ना नहीं से कथा मध्ये रोसाक टेस्ट कहिला एवं ए जो अल्फ्रेड बिने जे कि फेमस इन द फील्ड ऑफ इंटेलिजेंस से मध्ये एक्सपेरिमेंटेड विथ इंक ब्लट एज ए टेस्ट ऑफ क्रिएटिविटी रोसाक टेस्ट देकरी लोक पाखरे क्रिएटिविटी कोन अछि टू व्हाट एक्सटेंट ही और सी विल बी क्रिएटिव इन एनी फील्ड से म्यूजिक रे हो से डांस रे हो सेटा मध्ये रोसाक टेस्ट रे बाहर परिबो बहुत कथा बाहर परिबो हम देख परवर्त समय तुमको जेतले कहिबि चाहे हबो subsequently psychological experiments where ink blots were utilized multiplied to study imagination consciousness वर्तमान बहुत प्रकार रो जिनिस जानिबा पई रोसाक टेस्ट यूज करा होउछ खाली खाली रोग नुहे बा मानसिक रोग नुहे अन्य बहुत प्रकार गोटे लोक को जानिबा पई रोसाक टेस्ट रो व्यवहार करा जाउछ मु सिथुर केते गोटे जिनिस आज कहिबि तुमको after studying 300 mental patients and 100 control subjects मु बैकग्राउंड टिके टिके कहूची रोसाक टेस्ट रो डेवलपमेंट तार बैकग्राउंड जोटा कि तुमको इंट्रोडक्शन ने लिखे को पड़िबो तमे एई जिंस लिखिबो अन्य कोन लिखिबो किंतु यू विल हैव टू राइट समथिंग अबाउट द बैकग्राउंड ऑफ रोसाक टेस्ट दैट इज व्हाट इज इंट्रोडक्शन आफ्टर स्टडीइंग 300 मेंटल पेशेंट्स एंड 100 कंट्रोल सब्जेक्ट्स तमर समस्तंकर स्क्रीन शेयर ता शो करूची तो Yes, sir. हां सेदिन शो करनथला तो 300 mental patient and 100 control subject in 1921 Rorschach wrote his book Psychodiagnostic किंतु largely Rorschach test mental illness mental health problem clinical issues में यूज करा जाउची एवं प्रथमे ये जो करिथिले एगुडा को मु दबार कहिवार कारण होला बेले बेले तुमको भाई बारे पचारि देबे जे रोसाक टेस्ट प्रथमे को बही रे किए लिखिथिले the book name of the book is Psychodiagnostic and it was in 1921 Rorschach wrote this book which indeed formed the basis of Rorschach ink blood test आमे जेमती कहूछु जो पायोनियरिंग जो गाइडलाइंस प्रथम रे एई बहिरु आरंभ होईची जे Rorschach टेस्ट कोन हबो केमिति अप्लाई करा हबो कोन मिलिबो all those things experimenting with several hundred से सेतबे टेस्ट करथिले 300 मेंटल पेशेंट ताको ऊपर अप्लाई करी गिरी से कंफर्म करथिले जे टेस्टटा कोन एवं 100 नॉर्मल सब्जेक्ट नॉर्मल रे कोन नॉर्मल लोकंकर रोसाक टेस्ट रे कोन आसुची सेही लोक टेस्ट क्लिनिकल बा abnormal बा मेंटली इल लोकन को देले कोन तांगर आसुची Rorschach never intended the ink blood to be used as a general personality test. प्रकृतरे माने Rorschachଙ୍କର बेसिक थिला जे से मानसिक रोग को जानिबा पई टेस्ट तयारी करूछंती किंतु परवर्ती समय रे देखा गला जे खाली खाली मानसिक रोग नुहे जणे व्यक्तिर लोकर अन्य बहुत प्रकार जिनिस जोटा मानसिक रोग जनित नुहे जानिबा पई मध्ये Rorschach टेस्ट व्यवहार करा जाय बहुत रिसर्च होती बहुत कथा होती
it has become one of the most popular test worldwide, popular psychological projective test. ତେଣୁ ସେ ଗଲା experimenting with several hundred ink blots, he selected a set of only 10 for higher diagnostic value. ସେ ପ୍ରଥମେ ଆଗ ଶହ ଶହ ଇଙ୍କ ବ୍ଲଟ୍ ତିଆରି କଲେ, ତା ଭିତରେ ଲୋକମାନଙ୍କୁ ଦେଇକିରି ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ମେଣ୍ଟାଲ ପେସେଣ୍ଟ ବିଭିନ୍ନ ପ୍ରକାରର ଲୋକଙ୍କୁ ଦେଇକିରି ତାଙ୍କର ଫାଇନାଲ ସିଲେକ୍ସନ ଯୋଉ କଲେ 10ଟି କାର୍ଡକୁ ଫାଇନାଲ ରଖିଲେ ଆଜ ଅ ରୋସାକ୍ ଟେଷ୍ଟ, ଯୋଉଟା କି ମୋଷ୍ଟ ବେଷ୍ଟ ଡାଇଗ୍ନୋଷ୍ଟିକ କ୍ଲିନିକାଲ ପାଇଁ। ଅନ୍ୟ କିଛି ଟେଷ୍ଟ ସେ ରଖିଲେ ଯୋଉଟା କି ଅନ୍ୟ ସମ୍ବନ୍ଧୀୟ ଆବଶ୍ୟକତା ପଡ଼ିଲେ ୟୁଜ କରାଯାଇ ପାରିବ, କିନ୍ତୁ ତାଙ୍କର ଯୋଉ କ୍ଲିନିକାଲ ଡାଇଗ୍ନୋଷ୍ଟିକ ଯୋଉଟା ପାଇଁ ରଖିଲେ ସେଥିରେ 10ଟା। ମୁଁ ଦେଖେଇବି ସେ କାର୍ଡ ଟେଷ୍ଟ ଦେଖେଇବି। After Rorschach's death, the original test scoring system was further improved by Samuel Beck, Bruno Kolphofer, and others to be used as a projective test for Rorschach ko pore ଅନ୍ୟ ମାନେ ସେ ଟେଷ୍ଟକୁ ନେଇକିରି ତାର ବିଭିନ୍ନ ଦିଗ ସେ ଟେଷ୍ଟର ଆବଶ୍ୟକତା ଏବଂ ବିଭିନ୍ନ ମେଜରମେଣ୍ଟ କେମିତି କରାଯାଇ ପାରିବ, ଖାଲି ଯେ କ୍ଲିନିକାଲି ୟୁଜ ହବ ସେ କଥା ନୁହେଁ, ସାଧାରଣ ଭାବରେ ଅନ୍ୟ କାମ ପାଇଁ ମଧ୍ୟ ରୋସାକ୍ ଟେଷ୍ଟରେ ପର୍ସନାଲିଟି ଟେଷ୍ଟ ବିଭିନ୍ନ ପ୍ରକାରର ଯୋଉଟା ଆମେ ପଢିବା ପରେ ଦେଖିବା ଗଲ। ତେଣୁ ଏଇଟା ହେଲା ରୋସାକ୍ ଟେଷ୍ଟର ହିଷ୍ଟ୍ରି ବ୍ୟାକଗ୍ରାଉଣ୍ଡ। ତାପରେ ଆସିଲା ଦ ରୋସାକ୍ ଟେଷ୍ଟ ଇଜ କ୍ୱାଇଟ୍ ୟୁଜଫୁଲ ଫର ଦ ଆସେସମେଣ୍ଟ ଅଫ ଇମୋସନାଲ, କଣ ବ୍ୟବହାରରେ ଲାଗୁଛି ବର୍ତ୍ତମାନ, for the assessment of emotional and intellectual states, ତମର ଇମୋସନାଲ କ୍ୟାରେକ୍ଟରିଷ୍ଟିକ୍ସ, ତମେ ମଣିଷ ହିସାବରେ ତମର ଇମୋସନ କଣ, ଇମୋସନରେ କଣ ତମର ପାୱାର ଅଛି, ଇଏ ଅଛି, କୋଉ ପ୍ରକାର ଇମୋସନରେ ତମେ ପାୱାରଫୁଲ, ତମର ଇମୋସନାଲ ପର୍ସନାଲିଟି ଯୋଉଟା ସେଇଟା ଜାଣିବା ପାଇଁ ରୋସାକ୍, ତମର କିଛି ମେଣ୍ଟାଲ ଇସ୍ୟୁ ନଥାଇପାରେ କିନ୍ତୁ ତମେ ଇମୋସନାଲ କ୍ୟାରେକ୍ଟରିଷ୍ଟିକ୍ସ ଜଣେ ଲୋକ, କାରଣ ଆମର ଦ ମୋଷ୍ଟ ପାୱାରଫୁଲ ଇଣ୍ଟେଲିଜେନ୍ସ କୋଉଟା, ଇଣ୍ଟେଲିଜେନ୍ସ ବିଷୟରେ, ହ୍ୟୁମାନ୍ ଇଣ୍ଟେଲିଜେନ୍ସ ବିଷୟରେ କଣ ଜାଣିଛ ନା ନାହିଁ? ସାଇକୋଲୋଜି ପଢିଲଣ, ସେକେଣ୍ଡ ଇୟର ଗଲଣ। ହ୍ୟୁମାନ୍ ଇଣ୍ଟେଲିଜେନ୍ସ ହେଲା, ପ୍ରଥମେ ଆମେ ବହୁତ ଦିନ ପର୍ଯ୍ୟନ୍ତ କହୁଥିଲୁ 1990 ମସିହା ପର୍ଯ୍ୟନ୍ତ ବୁଦ୍ଧି ମାନେ ଯେ ଅଙ୍କ ଭଲ କଲା, ଯେ ପାଠ ପଢିଲା, ଯେ ପରୀକ୍ଷାରେ ଭଲ କଲା, ଯେ ଫାଷ୍ଟ ହେଲା, ତାକୁ ଆମେ ବୁଦ୍ଧିଆ ବୋଲି କହୁଥିଲୁ। and that was the kind of intelligence being accepted as the best thing of a life. ଜଣେ ଲୋକର ବୁଦ୍ଧି ହଉଛି ଏଇଆ। କିନ୍ତୁ 1990 ମସିହା ପରେ ସାଇକୋଲୋଜି ବାହାର କଲା ନୂଆ ବୁଦ୍ଧି। ସାଇକୋଲୋଜି କହିଲା ଏଇ ଯୋଉ ବିଦ୍ୟା ବୁଦ୍ଧି, ବିଦ୍ୟା ଅର୍ଜିତ ବୁଦ୍ଧି ବା ବିଦ୍ୟା ଜନିତ ବୁଦ୍ଧି, ଇଏ ସବୁ ଜୀବନରେ ସବୁ କାମକୁ ନୁହେଁ। ସେ ଯେତେ ବୁଦ୍ଧି, ସେ ବୁଦ୍ଧି ଥିଲେ ମଧ୍ୟ ମଣିଷ ତା ଜୀବନକୁ ସମ୍ଭାଳିବା ପାଇଁ ସକ୍ଷମ ହେଇ ନପାରେ। ସେଥିପାଇଁ ସେମାନେ ବାହାର କଲେ ଇମୋସନାଲ ଇଣ୍ଟେଲିଜେନ୍ସ, ଆଉ ଗୋଟେ ନୂଆ ବୁଦ୍ଧି, ଯୋଉଟା କି ପରବର୍ତ୍ତୀ ସମୟରେ କୁହାଗଲା ଏଇ ଯୋଉ ଇଣ୍ଟେଲେକ୍ଚୁଆଲ ଇଣ୍ଟେଲିଜେନ୍ସ, ଯୋଉଟା କି ଆଇକ୍ୟୁ ମେଜର ହଉଥିଲା, EQ is much more important in one's life than IQ. ତମର ପାଠ ପଢିଛ ନ ପଢିଛ, କିନ୍ତୁ ତମର ଯଦି EQ ଅଧିକା ଅଛି, you will celebrate your life success. ସେମିତି 2005ରେ ଆଉ ଗୋଟେ ନୂଆ ବୁଦ୍ଧି ମନସ୍ତତ୍ତ୍ୱବିତ ମାନେ ବାହାର କଲେ, ଯୋଉଟାକୁ ସେମାନେ କହିଲେ ସ୍ପିରିଚୁଆଲ ଇଣ୍ଟେଲିଜେନ୍ସ, SQ, ସ୍ପିରିଚୁଆଲ କୋସେଣ୍ଟ। ସ୍ପିରିଚୁଆଲ କୋସେଣ୍ଟ ହେଲା, ତାର ଡେଫିନେସନ ସେମାନେ ଦେଲେ to know and understand things in future terms. Emotional intelligence definition hala to understand one's own emotion and emotion of significant others in life. ମୋ ନିଜ ଇମୋସନ କୁ ମୁଁ ବୁଝିବା ସହିତ ମୋ ଜୀବନରେ ଯୋଉମାନେ ମୂଲ୍ୟବାନ ସେମାନଙ୍କ ଇମୋସନକୁ ବୁଝିବା ହେଲା ତମର ଇମୋସନ ଇଣ୍ଟେଲିଜେନ୍ସ। ସ୍ପିରିଚୁଆଲ ଇଣ୍ଟେଲିଜେନ୍ସ ହେଲା ମୁଁ ଆଜି 10 ବର୍ଷ ପରେ ଦୁନିଆରେ କଣ ହବ, ମୋର କଣ ହବ, ସମସ୍ୟା କଣ ହବ, କଣ ହେଇପାରେ, ସେ ବିଷୟରେ ଚିନ୍ତା କରିବାର ସାମର୍ଥ୍ୟ। ଏନିୱେ, ସେଇଟା ମୁଁ ଆଉ ବେଶୀ କହୁନି, ସେଟା ତମର ଅଲଗା ଜିନିଷ। ତାପରେ ଆସିଲା
the research emotional intelligence and intellectual states personality traits तापरे रसाक टेस्ट यूज करा है कि बहुत प्रकार रो जिनस बाहरी पारला लोक विषय इमोशन विषय बाहरी पारला तार इंटेलेक्चुअल आईक्यू विषय बाहरी पारला तार पर्सनालिटी रे कोन अछि व्यक्तित्व केमिति से विषय मध्ये बाहरी पारला बहुत जिनस आसिला इन द क्लिनिकल सेटअप ता व्यतीत किंतु मूल यार मेन आवश्यकता होची सेतबेले भी थिला वर्तमान भी होची जे क्लिनिकल माने मानसिक स्वास्थ्य जनित अवस्था कार स्किजोफ्रेनिया हला कार ये कोन एनी काइंड ऑफ एंजाइटी रहिला कार डिप्रेशन हला ताकू जेतला हमें अटेंड करिवो ये टेस्ट यूज करा गला क्लिनिकल सेटिंग पे जोटा वर्तमान बेसी यूज करा जाए गला clinical diagnostic of mental problems and for finding out strength and weaknesses of an individual वर्तमान कौन होची साइकोलॉजी रे आ गोटे नुआ विभाग सृष्टि हेची जोटो हमें कहूछु पॉजिटिव साइकोलॉजी ए गत 20 वर्ष भितर बहुत परिवर्तन हेची बहुत प्रकार जिनिस आसीची नुआ नुआ दिगो सब साइकोलॉजी रे पसिची वर्तमान गोटे आसुची पॉजिटिव साइकोलॉजी होची जे तम भितरे गोटे माने एमिति सामर्थ्य अछि तमे जदि से सामर्थ्य विषय रे निजे जानी पारिबो ताले तमरो कोनोसी मानसिक दुस्थिति रोग मानसिक समस्या हबो नाही बुझि परछो ना नाही पॉजिटिव साइकोलॉजी गोटे एग्जांपल कहूची साइकोलॉजिकल कैपिटल ताको आमे साइकोलॉजी रे कहूछु साइक्याप कैपिटल माने कोन ओडिया रे की कहबो धन मानसिक धन जेमती पैसा पत्र रखुचो तमे से गोटे प्रकार धन तम पई कैपिटल जेमती मानसिक धन साइकोलॉजिकल कैपिटल जोटा कि मु काई कहूची थी कोन पई कहली हां स्ट्रेंथ एंड वीकनेसेस साइकोलॉजिकल कैपिटल तमे आजिकली देखुचो आमे आमे सेति पई कंसर्न मध्य ये यंगर जेनरेशन रो सुइसाइडल टेंडेंसी 2016 मसिया रे 21-22 थिला वर्ल्ड रिपोर्ट अनुसार बट नाउ इट इज 57 माने प्रति 2 जन को पिला भितरे गोटे पिला सुइसाइड करिवार संभावना रहउची द रीजन इज लैक ऑफ दिस पॉजिटिव साइकोलॉजी पॉजिटिव साइकोलॉजी रो अभाव गोटे एग्जांपल मु जो कहली साइक्याप आमे ता कहूछु नोबडी एल्स इज हीरो इन योर लाइफ योर हीरो इज साइक्याप HERO H means hope लाइफ रे तमे जदी होपलेस होई गला मोर खराब हे गला आ को किछि हबनी दुनिया सरी गला मोर देन you are missing a positive power of your life is always a space for hope सबु बेले जो लोक सुइसाइड करूची तार होप किछि नाही होप छाड़ देला तेणु होप इज वन ऑफ द मोस्ट पावरफुल पॉजिटिव एलिमेंट तापर आसला एफिकेसी हीरो HERO efficacy means you must believe that I am a human being and I have the power to do things as I wish प्रकृत रे मनुष्य गोटे पावरफुल सिस्टम मनुष्य चाहिए कौन करि परिबो साइकोलॉजी कहूची सब करि परिबो देयर इज नथिंग इम्पॉसिबल फॉर ए मैन किंतु आमे निजुको दुर्बल भाबी देलु दैट इज एफिकेसी मु जदी
ମୁଁ ନିଜକୁ ଯଦି ମୁଁ ଭାବିଲି ଦୁର୍ବଳ ମତେ ଆଉ ଦୁନିଆରେ କେହି ରକ୍ଷା କରିପାରିବେନି ମୁଁ ନିଜ ଉପରେ ମତେ ବିଶ୍ୱାସ ରଖିବାକୁ ପଡିବ ଦ୍ୟାଟ୍ ଇଜ ସେଲ୍ଫ ଏଫିକାସି ତାପରେ ଆସିଲା ଆର୍ ତମେ ସାଇକା ବିଷୟରେ କିଛି ତମର କୋର୍ସରେ ତ ନିଶ୍ଚୟ ଥିବ କ୍ଲିନିକାଲ ସାଇକୋଲୋଜିରେ ଆର୍ ରେଜିଲିଏନ୍ସ ହେଲା ଗୋଟେ ଗୁରୁତ୍ୱପୂର୍ଣ୍ଣ ମାନସିକ ପାୱାର ତାର ଅର୍ଥ ହେଲା କଣ ଜୀବନ ଲାଇଫ ଇଜ ନଟ୍ ଏ ବେଡ୍ ଅଫ ରୋଜେସ୍ କାହା ଜୀବନ ନାହିଁ ଜୀବନ ଯେ ଏକଦମ ସୁରୁଖୁରୁ ଚାଲିଯିବ ଇଏ ଜିନିଷ କାହା ପାଇଁ ନାହିଁ ସେ ପ୍ରାଇମ ମିନିଷ୍ଟର ହୁଅନ୍ତୁ ସେ ଯିଏ ବି ହୁଅନ୍ତୁ ପୃଥିବୀରେ ଜନ୍ମ ମଣିଷ ମାନେ ଦୁର୍ଘଟଣା ଅସମୟ ଦୁସ୍ଥିତି ନିଶ୍ଚୟ ଆସିବ ଏଥିରେ ଭାବାର କିଛି ନାହିଁ ଆଣ୍ଡ ଦ୍ୟାଟ ଇଜ କିନ୍ତୁ ସେଥିରୁ ଯେମିତି ପିଲା 3 ଥର ତଳେ ପଡ଼ିଲେ ବି ପୁଣି ଉଠିକିରି ଚାଲୁଛି ଖଣ୍ଡିଆ ହେଇଗଲେ ବି ସେ ଭିତରେ ବାଲି ମାରି ଦେଇକିରି ଚାଲୁଛି ଦ୍ୟାଟ ଇଜ ହ୍ୱାଟ ଇଜ ରେଜିଲିଏନ୍ସ ଟୁ କମ୍ ବ୍ୟାକ୍ ଫ୍ରମ୍ ଏ ପ୍ରୋବ୍ଲେମ ଅଫ ଲାଇଫ ମୁଁ କାହିଁକି ଏ କଥା କହୁଛି ନା ବର୍ତ୍ତମାନର ଯୋଉ ଜେନେରେସନ ତାଙ୍କର ଏଇ ସବୁ ଜିନିଷ ଏତେ କମି ଯାଉଛି ଯେ ଲାଇଫଟାକୁ ସେମାନେ କ୍ୟାରି କରିବା ସମ୍ଭବ ହଉନି ଆଣ୍ଡ ଫାଇନାଲି ଅପ୍ଟିମିଜମ HERO ଆର ହେଲା ରେଜିଲିଏନ୍ସ ଆଣ୍ଡ ଦେନ୍ ଅପ୍ଟିମିଜମ ଅପ୍ଟିମିଜମ ହେଲା ଆଜି ଅନ୍ଧାର ହେଇଛି କାଲି ଆଲୁଅ ହବ ଲାଇଫ ସବୁବେଳେ ଅନ୍ଧାର ହେଇ ରହିବ ନାହିଁ ମୁଁ ଏତେ କଥା କହିବାର କାରଣ ହେଲା ଏ ସବୁ ଜିନିଷ ୟା ଦେହରେ ଟେଷ୍ଟ କରାହେଇକିରି ବହୁତ ପ୍ରକାର ଟେଷ୍ଟ ୟା ଭିତରେ ହଉଛି ଇନ୍ କ୍ଲିନିକାଲ ସେଟଅପ এইଭଳିଆ ହେଉଛି ପଜିଟିଭ ସାଇକୋଲୋଜି ହେଉଛି ସେକେଣ୍ଡ ପାର୍ଟରେ ମୁଁ ଲେଖିଲି ସେଗୁଡାକ ଆଉଟ୍ ଷ୍ଟ୍ରେଙ୍ଗଥ ଆଣ୍ଡ ୱିକନେସେସ୍ ଅଫ ଦ ଇଣ୍ଡିଭିଜୁଆଲ ଏଇ ଟେଷ୍ଟରେ ତମର ଷ୍ଟ୍ରେଙ୍ଗଥ ଜଣା ପଡିବ ତମର ଅପ୍ଟିମିଜମ କେତେ ଅଛି ତମର ଇମୋସନାଲ ଇଣ୍ଟେଲିଜେନ୍ସ କେତେ ଅଛି ସବୁ ବାହାରିବ ଏ ଟେଷ୍ଟରେ ଏବଂ ୱିକନେସେସ୍ ମଧ୍ୟ ତମେ କେତେ ଡରୁଆ କେତେ ଇଏ ତମ ଭିତରେ ଘୃଣା ଭାବ କେତେ ଅଛି ତମ ଭିତରେ ଅନ୍ୟମାନଙ୍କୁ ଜେଲସି ହବା କେତେ ଅଛି ସବୁ ଜିନିଷ ବହୁତ ଜିନିଷ ବ୍ୟକ୍ତିତ୍ୱର ବାହାରିବ ୟା ଭିତରେ ଏ ଟେଷ୍ଟ ଆବଶ୍ୟକତା ଅନୁସାରେ ଆବଶ୍ୟକ କାର୍ଡ ଦେଇକି ତାକୁ ବ୍ୟବହାର କରାଯାଏ ଗଲା ତାପରେ ଆସିଲା ଫର୍ଦର The test can help to see the changes in an individual after the ଏଠି ମୁଁ ଲେଖିଲି ଯେ ଏ ଟେଷ୍ଟ କୋଉ କୋଉ ଜାଗାରେ କେମିତି ବ୍ୟବହାର ପ୍ରଥମେ ଲେଖିଲି ଟେଷ୍ଟ କେମିତି ତିଆରି ହେଇଥିଲା ଆରମ୍ଭ ହେଇଥିଲା କଣ ହେଇଥିଲା ତାପରେ କହୁଛି ଟେଷ୍ଟର ବର୍ତ୍ତମାନ ସମୟରେ କଣ କଣ ବ୍ୟବହାର ରହିଛି କଣ ପାଇଁ ଏ ଟେଷ୍ଟ ୟୁଜ କରାଯାଇ ପାରିବ ସେଥିରେ ଲେଖା ହେଉଛି the test can help to see the changes in an individual after the treatment ତମେ ବର୍ତ୍ତମାନ ଜାଣିଛ ଯେ ସାଇକୋଲୋଜି ଇଜ ପ୍ରୋଭାଇଡିଂ ଏ ଟ୍ରିଟମେଣ୍ଟ ପ୍ରୋସେସ ଫର ମେନି କାଇଣ୍ଡ ଅଫ ମେଣ୍ଟାଲ ଡିଜର୍ଡର୍ସ ଆମେ ଯାହାକୁ ଥେରାପି ବୋଲି କହୁଛୁ ଯାହାକୁ କାଉନସିଲିଂ ବୋଲି କହୁଛୁ ବହୁତ ପ୍ରକାରର କାଉନସିଲିଂ ସାଇକୋଲୋଜିଷ୍ଟ ଦେଖିବ ଚାରିଆଡେ ବର୍ତ୍ତମାନ ତାଙ୍କର ମାନେ ଖୋଲିକିରି ରହିଛନ୍ତି ଯୁଆଡେ ଦେଖିବ କାଉନସିଲିଂ ଭଲ ଭଲ ସ୍ପେଶାଲାଇଜଡ କାଉନସିଲର ସବୁ ଅଛନ୍ତି ବିଭିନ୍ନ ରୋଗ ଭଲ କରିବା ପାଇଁ ଥେରାପିଷ୍ଟ ମଧ୍ୟ ଅଛନ୍ତି ଏବଂ ସେମାନେ ଯେତେବେଳେ ଥରେ ତମକୁ ଟେଷ୍ଟ କରିକି ଦେଖିଲେ ତମର ଏୟା ଅସୁବିଧା ଯେମିତି ତମର ଶରୀରରେ ଗୋଟେ ରୋଗ ହେଲେ ତମକୁ ଡାକ୍ତର କହୁଛି ବ୍ଲଡ ଟେଷ୍ଟ କର ଏବଂ ବ୍ଲଡ ଟେଷ୍ଟ କରିକି ଯଦି କିଛି ଅସୁବିଧା ବାହାରିଲା ତମକୁ ଔଷଧ ଦେଲେ ତାପରେ ଔଷଧ ଦେଇ ସାରିକିରି ପୁଣି 6 ମାସ ପରେ କହିଲେ ଆଉ ଥରେ ବ୍ଲଡ ଟେଷ୍ଟ କର ଜାଣିବା ପାଇଁ ବର୍ତ୍ତମାନ এই ଟେଷ୍ଟ ଗୁଡାକ ମଧ୍ୟ ସେଇଭଳିଆ ୟୁଜ କରାଯାଉଛି ତମକୁ ଦେଖିଲେ ତମର ଅସୁବିଧା ହେଲା ଟେଷ୍ଟରେ ବାହାରିଲା ତାର ଟ୍ରିଟମେଣ୍ଟ କଲେ ତାର ଥେରାପି କଲେ କାଉନସିଲିଂ କଲେ ପୁଣି 6 ମାସ 8 ମାସ ବର୍ଷେ ତାଙ୍କର ପରେ ପୁଣି ଆଉ ଥରେ ଟେଷ୍ଟ ଦେଇ ଦେଖିଲେ ଯେ ତମର କଣ ବଦଳିଛି ଠିକ ଠାକ ଆସିଲ ନା ନାହିଁ ଏଇଆ ତେଣୁ treatment the general goal of the test is to provide data about cognition personality variable motivation response tendencies କଣ କଣ ୟା ଭିତରେ ଯଦି ଆମେ କହିବୁ ମୂଳ ଜିନିଷ ଗୁଡା କଣ ୟା ଭିତରୁ ମିଳେ ଏଇଗୁଡାକ ଆସିବ ସବୁ ଇଣ୍ଟରପର୍ସନାଲ ପରସେପସନ ରିଲେସନସିପ ବହୁତ ଜିନିଷ ଆସୁଛି ଏଇ ଯୋଉ ପାର୍ଟଟା ଦ ଜେନେରାଲ ଗୋଲ ଇଜ ଟୁ ପ୍ରୋଭାଇଡ ଡାଟା ଏବାଉଟ ଏଇଠୁ ଏତକ ଟେଷ୍ଟ କଲେ ଏଇ ସବୁ ଜିନିଷ ତାର ମିଳିବ ଏଇତକ
କଗ୍ନିସନ୍, ତମର ବୌଦ୍ଧିକତା କ'ଣ ଅଛି, ପର୍ସନାଲିଟି ଭ୍ୟାରିଏବୁଲ୍ସ, ତମ ଭିତରେ ଗୁଣ କ'ଣ ଅଛି, ଭଲ ଗୁଣ କ'ଣ ଅଛି, ଖରାପ ଗୁଣ କ'ଣ ଅଛି, ତମର ମୋଟିଭେସନ କେମିତି ଅଛି, ପ୍ରେରଣା ତମର ଜୀବନ ପାଇଁ ତମର ପ୍ରେରଣା କେମିତି ଅଛି, କାମ କରିବାର ଆଗ୍ରହ କେମିତି ଅଛି, ଜୀବନକୁ ଆଗକୁ ନେବାର ମୂଲ୍ୟ ତମର ଭ୍ୟାଲ୍ୟୁ କ'ଣ ଅଛି ତମ ପାଖରେ, ଏଇ ସବୁ ଜିନିଷ। ରେସ୍ପନ୍ସ ଟେଣ୍ଡେନ୍ସିଜ, ତମେ କେମିତି ଦୁନିଆକୁ ଫେସ୍ କରିବ, ତମର କ'ଣ ଅଛି କ୍ୟାରେକ୍ଟରିଷ୍ଟିକ, ବହୁତ ଜିନିଷ ତା ଭିତରେ ଆସେ, ଏଗୁଡ଼ା ପଢିବ। The underlying assumption is that an individual will classify external stimuli based on person, जोटा अंडरलाइन जिनसा मु कहि देछि। तमे ए टेस्ट कहूची जे तमु जदि गोटे एम्बिगुअस जिनस दिया हि जीवो ता विषय रे कहिया को पड़िबो, तमे से एम्बिगुअस विषय रे जिनस विषय रे बेसी न कहि करी जहा कहबो से गुडा को तम निजर विषय, तमर अंतर्निहित विषय। कारण तमे सेही जिनसटा को देखिले गोटे कथा कहबो, आउ जने आउ गोटे कथा कहबो, तार अर्थला तम कथा तमे कहूछ, ता कथा से कहूछ। भला एको पढ़ी दबो तमर समय अनुसार मु ताकू तो देई देबी। तुमको कहली हां मु जो जिंस तुमको कहली तमे समस्ते मु गला मटेरियल ता भी देइनी, मटेरियल न पाइले तमे प्रैक्टिकल लिखिबाटा तमे तो असुविधा हबो। तेनु मटेरियल ता तमे जणु को तम भितरे कहि करी मु कहा को कहली वर्तमान तम भितर जणु को हां सर मते कहउतले हां तम ना जाके कहि दियो समस्त। सर सुप्रिया आचार्य। सुप्रिया से मते कांटेक्ट करी गिरी मु तंका नंबर दे दी मते कांटेक्ट कर दो, मु ता पाको पठे देबी व्हाट्सएप रे। तापर तमे समस्त तम भितर केमती नबो से व्यवस्था कर, कारण समस्त कांटेक्ट कला को मते असुविधा टिके या माने फोन फान सब बेले मैं अटेंड करवाटा टिके मते बेसी कांटेक्ट रही गला। तापर आसला इन क्लिनिकल सेटअप द रोसाक टेस्ट इज कॉमनली यूज्ड फॉर डायग्नोसिस ऑफ इलनेस सच एज ऑर्गेनिसिटी। कौन कौन एगुड़ा तो पढ़ी दब कौटी कौन यूज हुए। वर्तमान इंट्रोडक्शन एति मु लिखी, तमे निजे चाहिए जदि रोसाक पढ़िकी टी इंट्रोडक्शन बदल भल, कहीं समस्ते एका जिनस लिखब ना। मुझे तुमको मटेरियल देले तुम कह सात लिखी आम लिखिदेबू तुमको कर टे सब जिनस बदल जोटा बदलबार आवश्यक। इंट्रोडक्शन तुम तुम जो रोसाक टेस्ट अच्छी कोर्स रे पढ़िकी जमी सोर्स आनिक बदल खाली टे फर्माट से रे डेवलपमेंटल हिस्ट्री दब, टे प्रेजेंट पोजिशन करेन्ट ये दब, तापर क्लिनिकल यूज जेहेतु मेनली टे दब आउ टे फर्माट बदलैले किसी असुविधा नहीं गला। एपर्यंत इंट्रोडक्शन विषय जहाँ कहली एनी क्वेश्चन कार किसी कहबार अच्छी कि बुझुच तो अच्छा। तापर आसला तमे जो टेस्ट करिवो, तमे जो पर्पस रे प्रैक्टिकल टाको यूज करिवो, तमर ऑब्जेक्टिव कौन। तमे तो क्लिनिकल यूज करि परिबो वर्तमान करि परिबो नाही, काना कोठी जाई करी खोजिबो किए से कार डिप्रेशन अच्छी, कार एंजाइटी अच्छी, कार ओसीडी अच्छी, सेमती लोक पाई कर किसी असुविधा ना। तुम्हें प्रोब्लेम टाक बदल दे पार, किंतु तुमको गोटे कॉमन प्रॉब्लम देछि टू असेस द इंटेलेक्चुअल फंक्शनिंग, जोटा कि तुम्हें जेकोसी जड़े लोक उपर अप्लाई करी एगुड़ाक कर खाली क्लिनिकल बा मेंटल हेल्थ इश्यू थिबा लोक दरकार से कथा ना, कारण पुणी पाइब कौटू तुम। तेणु तार गोटे यूज जो यूजटा जनरल लोक मान से यूज रे मुझे प्रैक्टिकल तुमको कही टू असेस द इंटेलेक्चुअल फंक्शनिंग। यहाँ तुम्हें निज निज भितर कर तुम अन्य जनकर कल से तुमर कला एमती ग्रुप होकर जो मैंने चिन्हा अच्छ जदि परस्पर को जानिच संभव ना बाहर लोक जहाँ गोटे तुम जहाँ को लेकिन तुम यहाँ कर to assess the intellectual functioning and emotional maturity of the subject by using the Rorschach ink blood test. तमर ये ऑब्जेक्टिव कौन, इंटेलेक्चुअल फंक्शनिंग मापिबा एवं इमोशनल मैच्योरिटी मापिबा।
ତମ ସବଜେକ୍ଟର ଏଇ ଦିଟା ଜିନିଷ କ'ଣ ଅଛି ସେ ବିଷୟରେ କହିବ। ତାପରେ ପ୍ଲାନ୍ ଆଣ୍ଡ ଡିଜାଇନ ଗୋଟେ ଏମିତି ରହିବ ହେଲା। ଦ ରିସର୍ଚ୍ଚ ରୋସାକ୍ ଇମ୍ପ୍ଲଷ୍ଟେଡ୍ ୱିଲ୍ ବି ଆଡମିନିଷ୍ଟ୍ରେଡ୍ ଅନ୍ ଏ କଲେଜ ଷ୍ଟୁଡେଣ୍ଟ। ମୁଁ ଲିଖିଦେଇଛି ଅନ୍ ଏ କଲେଜ ଷ୍ଟୁଡେଣ୍ଟ। ତମେ କଲେଜ ଷ୍ଟୁଡେଣ୍ଟ ହେଲେ କଲେଜ ଷ୍ଟୁଡେଣ୍ଟ ଲେଖିବ। ତମେ ଯଦି ଗୋଟେ ଯେକୌଣସି ଅଫିସ କାମ କରୁଥିବା ଲୋକ ଲେଖିବ ଅନ୍ ଏ ବ୍ୟାଙ୍କ ଅଫିସର। ଯାହା ତମେ କଲ ତା ବିଷୟରେ ଲେଖିଲ ଆଉ କ'ଣ। A schematic presentation of the plan into the plan and design ତାର ଫର୍ମାଟରେ ଦେବାକୁ ପଡ଼ିବ। purpose to assess objective ଟା ଏଠି purpose ରେ ଲେଖା ହେଲା। one female college students reading in degree class ଏଠି ତା ବିଷୟରେ ଲେଖିଲ କିଏ ସେ ତାର ନମ୍ବର ଅଫ ସବଜେକ୍ଟ ଗୋଟିଏ ଜଣକୁ ନେବ ବେଶୀ ନେଇକିରି ସବୁ କରିହେବନି। ନେମ୍ ଅଫ ଦ ଟେଷ୍ଟ ରୋସାକ୍ ଟେଷ୍ଟ ଆଡମିନିଷ୍ଟ୍ରେସନ ଇଣ୍ଡିଭିଜୁଆଲ କାହିଁ କୁହାହେଉଛି ନା 5 ଜଣଙ୍କୁ ଗୋଟେ ଜାଗାରେ ବସେଇକିରି ଜଣକୁ ଟେଷ୍ଟ କରିବେ ସେ କଥା ବାର୍ତ୍ତା। ଇଟ୍ ସୁଡ୍ ବି ଭେରି ସିକ୍ଲୁସିଭ୍। ଗୋଟେ ଏକୁଟିଆ ଜାଗାରେ ଜଣେ ବସିବ ତାକୁ କାହିଁକିନା ପ୍ରୋଜେକ୍ଟିଭ ଟେଷ୍ଟ ଗୁଡ଼ାକ ମାନେ ଇଏ ଟେଷ୍ଟ ପର୍ସନାଲ ଇଏ ଟେଷ୍ଟ ଯେହେତୁ ସେଠି ତାର ଇଏ କରିବ। ସେଟିଂ କାମ୍ ଆଣ୍ଡ ନଏଜ୍ ଫ୍ରି ଏନଭାୟରମେଣ୍ଟ ଗଲା। ତାପରେ ଆସିଲା ସବଜେକ୍ଟ 1 ନେମ୍। ଏଠି ନେମ୍ ଲେଖିବ ନାହିଁ ବା ଭୁଲ ନାଁଟେ ଲେଖିବ ଗୋଟେ ଆସିବୁଲ ନେମ୍। କାରଣ ନେମ୍ ଲେଖାଯାଇନି ଏଇଥିପାଇଁ କାରଣ ଜଣଙ୍କର ଟେଷ୍ଟ କଲା ପରେ ତାର ଯଦି ରିପୋର୍ଟଟାକୁ ତମେ ପବ୍ଲିକ କରିଦେଇ ପାରିବ ନାହିଁ। ତାପରେ ଆଉ ଯାହା ରହିଲା ଏଜ୍ ଇୟର୍ସ କ୍ଲାସ୍ ଅଲ୍ ଦ୍ୟାଟ୍। ତାପରେ ଆସିଲା ଇନଷ୍ଟ୍ରୁମେଣ୍ଟ ମାନେ ରୋସାକ୍ ଟେଷ୍ଟ ବିଷୟରେ ବର୍ଣ୍ଣନା। ଏ କ'ଣ ଟେଷ୍ଟ କେମିତି ଅଛି ମୁଁ ଦେଖେଇବି ୟାପରେ ଲାଷ୍ଟକୁ। କାହିଁକିନା ଗଲାଥର ଟିଏଟିଟା କାହିଁକି ତମେ ଦେଖିପାରିନଥିଲା। ଦ ରୋସାକ୍ ଇଙ୍କବ୍ଲଟ୍ ଟେଷ୍ଟ କନସିଷ୍ଟ ଅଫ୍ 10 ପ୍ଲେଟ୍ସ 10ଟା କାର୍ଡ 10 ପ୍ଲେଟ୍ସ। ଆଚ୍ଛା ମୁଁ ଆଗ ପଢ଼େଇ ଦିଏ ତାପରେ କାର୍ଡ ଦେଖେଇ। ପ୍ଲେଟ୍ସ which contains bilaterally symmetrically printed ink blots ମାନେ ତମେ ଯଦି ଗୋଟେ କାଗଜରେ ମାନେ ଶୋକିଂ ପେପର ବ୍ଲଟିଂ ପେପରରେ କାଳି ପକେଇ ତାକୁ ଏମିତି ଭାଙ୍ଗିକି ଚାପି ଦବ ସେ ଦିପଟେ ସମାନ ହେଇକି ଗୋଟେ ଚିତ୍ର ବାହାରି ପଡ଼ିବ। ରୋସାକ୍ ସେଇଭଳିଆ ତିଆରି ହେଇଛି ସେଥିପାଇଁ ତାକୁ ଇଙ୍କ ବ୍ଲଟ୍ କୁହାହଉଛି। 2 of the plates are black and red and white and the remaining 3 are multicolor. Two of the plates are in black, red and white. ଆଉ ଗୁଡ଼ାକ multicolor ଟିକେ ବର୍ଣ୍ଣନା କରିବ। The ink blot on the first plate looks like a bat or an angel. ଆଚ୍ଛା ଏଇଟା ରୋସାକ୍ ପ୍ଲେଟ୍ ତମକୁ ଦେଖାଯାଉନି? No, sir. ଦେଖାଯାଉଛି? No, sir. ଆଚ୍ଛା ହଉ ତାହେଲେ ମୁଁ ମୋର କ'ଣ ଇଏ ହେଇଗଲା। ରୋସାକ୍ ଦେଖୁ ଦେଖୁ ଏଇଟା କ'ଣ ପଳେଇଲା। ମୁଁ ଆଉ ଥରେ ଟିକେ ଯିବାକୁ ପଡ଼ିବ ଏଇଟା କେମିତି ଇଏ ପଳେଇଲା।
ବନ୍ଦ କରିଦେଇଛି। ଏବେ ହେଲା ସ୍କ୍ରିନ୍ ସେୟାର, ଏଇ ମୁଁ ଯୋଉଟା କରୁଥିଲି ଆଜ୍ଞା ସାର୍ ହେଲା। ସେଟା ସାରିଦେବି, ମୁଁ ତାପରେ କାର୍ଡ ଗୁଡାକ ଲାଷ୍ଟକୁ ଦେଖେଇବି ଆଉ ଥରେ, କାହିଁକିନା ସ୍କ୍ରିନ୍ ସେୟାର କଲାବେଳକୁ ଏପଟ ସେପଟ ହେଇଯାଉଛି। ଆଚ୍ଛା, ଏଠି କ'ଣ ତମର ଇନଷ୍ଟ୍ରୁମେଣ୍ଟରେ ପ୍ରତିଟି କାର୍ଡ 10ଟା ଯୋଉ କାର୍ଡ ଅଛି, କାର୍ଡ 1 plate 1 looks like a bat and angel. It is in black and white. It is the simplest plate to boost the motivation of the testee. এই ପ୍ଲେଟଟାକୁ ଏକଦମ ସିମ୍ପଲ ଏବଂ ଏଇ ଟେଷ୍ଟ ଦେଖେଇଲେ ଟେଷ୍ଟ ଦେବା ପାଇଁ ଯେଉଁ ଆଗ୍ରହ ତା ଭିତରେ ପିଲାର ଆସେ ବା କ୍ୟାଣ୍ଡିଡେଟ୍ର ଆସେ। ଦ ପ୍ଲେଟ୍ ଇଜ୍ ନୋନ୍ ଆଜ୍ ଦ ଜେନେରାଲ ପ୍ଲେଟ୍। ଏଗୁଡ଼ାକୁ ସବୁ ଲେଖିବାକୁ ପଡ଼ିବ ତୁମକୁ, ପ୍ରତିଟି ପ୍ଲେଟ୍। ଦ ଇଙ୍କ ବ୍ଲଟ୍ in the second plate looks like a two human figures or two elephants. It is in black, red and white. Symbolically ମୁଁ ଲେଖିଦେଇଛି ପ୍ଲେଟ୍ 1 କ'ଣ, ପ୍ଲେଟ୍ 1ରେ କ'ଣ, ତୁମକୁ ଏଗୁଡ଼ାକ ଇନଷ୍ଟ୍ରୁମେଣ୍ଟଟାକୁ ପୁରା ଡିଟେଲ ଡେସ୍କ୍ରାଇବ୍ କରିବାକୁ ପଡ଼ିବ। ପ୍ଲେଟ୍ 3 ସବୁ ଏଇଠି ଲେଖା ହେଇଯାଇଛି। ପ୍ଲେଟ୍ 4, ପ୍ଲେଟ୍ 5, ପ୍ଲେଟ୍ 6, ପ୍ଲେଟ୍ 7, ପ୍ଲେଟ୍ 8। ଦେଖିପାରୁଛ ନା ନାହିଁ? ପ୍ଲେଟ୍ 9 এটা bold হওয়ার কথা। The ink blot on the 9th plate, বুঝিপারছ না নাই? মনেকর ମୁଁ ଏତେ ଲେଖା ଖାଲି ଟିକେ ଟିକେ ମୁଁ କହିଦେଉଛି। ସେକେଣ୍ଡ ପ୍ଲେଟ୍ ଗଲା। Symbolically it represents female sex. Any shedding, shock, delay, excessive reaction. Wait a minute. Please, 1 minute. ନା ସବୁ ପ୍ଲେଟ୍ର ଗୋଟେ ଡେସ୍କ୍ରିପସନ୍ ଅଛି ଏବଂ ସେ ପ୍ଲେଟ୍ କ'ଣ ପାଇଁ ରହିଛି ସେଇଟା ମଧ୍ୟ ତାର ରହିଛି। ମନେକର ପ୍ଲେଟ୍ 2 looks like two human figures or two elephants. It's in black, red and white. Symbolically it represents female sex. Any shedding, shock, that is delay, excessive reaction time, disorientation response, rejection, ଏଗୁଡ଼ାକ ଏଥିରୁ ଆସିବ। Generally interpreted as a conflict with female sex. ମାନେ ଏଇ ପ୍ଲେଟ୍ର ହେଲା ଯେ କେଉଁଠି ପୁଅ ଝିଅମାନଙ୍କ ଭିତରେ, ହଜବ୍ୟାଣ୍ଡ ୱାଇଫ୍ ମାନଙ୍କ ଭିତରେ ଯଦି କନଫ୍ଲିକ୍ଟ ଅଛି, ସେ କନଫ୍ଲିକ୍ଟ ଏଇ ପ୍ଲେଟ୍ରେ ରିଭିଲ୍ ହେବ। ସେମିତି ଇଙ୍କ ବ୍ଲଟ୍ ଅନ୍ ଥାର୍ଡ ପ୍ଲେଟ୍ ଲୁକ୍ସ ଲାଇକ୍ ଟୁ ଓମେନ୍ ଅର୍ ଟୁ ଫିସ୍ ଅର୍ ବଟରଫ୍ଲାଇ। ତୁମେ ଦେଖିଲେ ଜାଣିପାରିବ, ମୁଁ ଦେଖେଇଦେବି। ଇଟ୍ ଇଜ୍ ଇନ୍ ବ୍ଲାକ୍, ରେଡ୍ ଆଣ୍ଡ ହ୍ୱାଇଟ୍। ଏ ଛକ୍ ଅନ୍ ଦିସ୍ ପ୍ଲେଟ୍ may be interpreted as sexual impotency or difficulty in interpersonal relationship. shock ମାନେ ସେ ପ୍ଲେଟ୍ରେ, ମାନେ ମୁଁ କହିବି shock କ'ଣ ପରେ ଯେତେବେଳେ ଆସିବ। ସେମିତି ସବୁ ପ୍ଲେଟ୍ ଗୁଡ଼ାକ ବିଷୟରେ ଡେସ୍କ୍ରିପସନ୍ ରହିଛି, କେଉଁଟା କ'ଣ। ଫୋର୍ଥ ପ୍ଲେଟ୍, ପ୍ଲେଟ୍ 4 ଇଜ୍ ମେଲ୍ ଅଥରିଟି ପ୍ଲେଟ୍। ଫିଫ୍ଥ ପ୍ଲେଟ୍ looks like a bat or an angel. It is commonly in black and white. ସେଭେନ୍ଥ ପ୍ଲେଟ୍, ସିକ୍ସଥ ପ୍ଲେଟ୍ ତମକୁ ପଢ଼ିବ, ପଢ଼ିକିରି ବୁଝିବ ତ ଯାହା ଯାହା ଲେଖିବ ସେୟା। 10ଟାକ ପ୍ଲେଟ୍। ବର୍ତ୍ତମାନ
ଆଡମିନିଷ୍ଟ୍ରେସନ କେମିତି ଏ ଟେଷ୍ଟ ଆପ୍ଲାଏ କରିବ, ଯାହାକୁ ଦବ କେମିତି ଆପ୍ଲାଏ କରିବ। ପ୍ରଥମ ହେଲା ରାପୋ ଫର୍ମେସନ। ରାପୋ ଫର୍ମେସନ ମାନେ ମୁଁ ଆଗରୁ କହିଛି ଯେକୌଣସି ସାଇକୋଲୋଜିକାଲ ଟେଷ୍ଟ ଦେଲା ବେଳକୁ ଡାକ୍ତର ଇଞ୍ଜେକ୍ସନ ଦେଇ ଦଉଛନ୍ତି, ତମର ମୁଡ ମନ କେମିତି ଅଛି ସେ କଥା ତାଙ୍କର କିଛି ଜାଣିବା ଦରକାର ନାହିଁ। କିନ୍ତୁ ଏନି ସାଇକୋଲୋଜିକାଲ ଟେଷ୍ଟ ମଷ୍ଟ ବି ଆଡମିନିଷ୍ଟ୍ରେଡ ୱିଥ ଦ ସବଜେକ୍ଟ ବିଙ୍ଗ ଇନ୍ ଏ ଗୁଡ ଆଣ୍ଡ ପଜିଟିଭ ମୁଡ। ଗୋଟେ ଭଲ ମୁଡ, ଗୋଟେ ଭଲ ଇଏ, ଗୋଟେ ଫ୍ରେଶ ମାଇଣ୍ଡ, ଏମିତି ଅବସ୍ଥା ନଥିଲେ ସାଇକୋଲୋଜିକାଲ ଟେଷ୍ଟ ଦେଲେ ସେ ଭୁଲ ଭାଲ ରିପୋର୍ଟ କରିବ। ସେଥିପାଇଁ ସବୁ ସାଇକୋଲୋଜିକାଲ ଟେଷ୍ଟ ଆଉ ମୋଷ୍ଟ ପର୍ଟିକୁଲାରଲି ପ୍ରୋଜେକ୍ଟିଭ ଟେଷ୍ଟ ଦିଆଯିବା ପାଇଁ ତା ପୂର୍ବରୁ ଗୋଟେ ରାପୋ ଫର୍ମେସନ। ରାପୋ ଫର୍ମେସନ ମାନେ ଟେଷ୍ଟ ଯେ କରୁଛନ୍ତି ଆଉ ଟେଷ୍ଟ ଯାହାକୁ ଦିଆଯିବ ତାଙ୍କ ଭିତରେ ଗୋଟେ ମାନସିକ ସ୍ତରରେ ସୁସ୍ଥ ସମ୍ପର୍କ, ପରସ୍ପରକୁ ଆପ୍ରିସିଏଟ କଲା ଭଳିଆ ଗୋଟେ ସମ୍ପର୍କ ତାଙ୍କ ଭିତରେ ଡେଭଲପ କରିବା ଦରକାର। ସେଥିପାଇଁ ଟେଷ୍ଟ ଦେବା ପାଇଁ 5 ଦିନ ସମୟ ପଛେ ଲାଗୁ, ମାସେ ସମୟ ପଛେ ଲାଗୁ, ଯଦି କ୍ଲିନିକାଲ କେସ୍ ସାଙ୍ଗେ ସାଙ୍ଗେ ଆସ ଟେଷ୍ଟ ଦେଇଦିଅ, ସେ କଥା ହବ ନାହିଁ, ବ୍ଲଡ ଟେଷ୍ଟ ନୁହେଁ। ଏଥିପାଇଁ ପ୍ରଥମ ହେଲା ରାପୋ ଫର୍ମେସନ। ରାପୋ କ'ଣ କରିବ, ଯେ ଟେଷ୍ଟ ଆପ୍ଲାଏ କରିବ ସେ ରାପୋ କ'ଣ, ଏଇ ଟେଷ୍ଟ ଗୁଡ଼ାକରେ ରାପୋ ବହୁତ ଦରକାର। ତାପରେ ଆସିଲା ଇନଷ୍ଟ୍ରକ୍ସନ। ଫାଷ୍ଟ ଏଇ ଫେଜ ଗୁଡ଼ାକୁ ପ୍ରାକ୍ଟିକାଲି ଲେଖିବ ସବୁ। ଇନଷ୍ଟ୍ରକ୍ସନ ଟୁ ଦ ଟେଷ୍ଟି, ତାକୁ ଯାହା ଟେଷ୍ଟ ଦେବ କ'ଣ, ଫର ରିସର୍ଚ୍ଚ ଆଡମିଟ୍ ଦ ଫଲୋଇଂ ଇନଷ୍ଟ୍ରକ୍ସନ୍ସ ଆର୍ ଗିଭିନ୍ ଟୁ ଦ ଟେଷ୍ଟି, ତାକୁ ଏଇଆ କହିବ। You will be taking an interesting test of thinking and imagination ability. ତମେ ତାକୁ ତା ପାଗଳାମୀ ପାଇଁ ଟେଷ୍ଟ କରୁଛ ସେ କଥା ନ ଜଣେଇ ତାକୁ କହିବ ଯେ ଆକ୍ଚୁଆଲି ଟେଷ୍ଟ ହେଲା ଥିଙ୍କିଂ ଆଣ୍ଡ ଇମାଜିନେସନ। ତମକୁ ମୁଁ ଗୋଟେ ଟେଷ୍ଟ କରିବି ଯୋଉ ଟେଷ୍ଟରେ ତମର ଥିଙ୍କିଂ ଆଉ ଇମାଜିନେସନ କେତେ ଭଲ ଅଛି ସେଇଟା ଜଣା ପଡ଼ିବ। ଇଟ୍ ରିକ୍ୱାର୍ସ ମୋର ଦାନ୍ ଆନ୍ ଆୱାର ଟାଇମ୍, ସମୟ ଜଣେଇବ, ମିନିମମ୍ ଘଣ୍ଟେ ଲାଗିବ, ଘଣ୍ଟେରୁ କମ୍ ସମୟ ଭିତରେ ଇଏ ଟେଷ୍ଟ ହେଇପାରିବ ନାହିଁ। ଦିସ୍ ଟେଷ୍ଟ would help me in understanding your problem, strong and weak points in your personality. ଏ ଟେଷ୍ଟ ଦେବା ଦ୍ୱାରା ତମର କ'ଣ ଅସୁବିଧା ଅଛି, ତମେ କ'ଣ ପ୍ରୋବ୍ଲେମ୍ ଅଛି ତମର, ଏବଂ ତମର ସାମର୍ଥ୍ୟ କ'ଣ, ତମର ଅସାମର୍ଥ୍ୟ କ'ଣ, ସେ ସବୁ ବିଷୟରେ ମୁଁ କିଛିଟା ଜାଣିପାରିବି। ଏଇଟା ତାକୁ ଇନଷ୍ଟ୍ରକ୍ସନ ଦେବ। I shall be giving you one by one a series of 10 plates made in ink blots. ତାକୁ ବୁଝେଇ ଦେବ, ମୁଁ 10ଟା କାର୍ଡ଼ ଦେବି, ଗୋଟାକ ପରେ ଗୋଟେ ଦେବି, ଏବଂ ଇଙ୍କ ବ୍ଲଡ୍ ଟାଇପ୍ର ଚିତ୍ର ସେ। ସମ୍ ଅଫ୍ ଦେମ୍ ଆର୍ ଇନ୍ ବ୍ଲାକ୍ ଆଣ୍ଡ ହ୍ୱାଇଟ୍, ଯାହା ଲେଖା ହେଲା ତାକୁ କହିବ। ଆଉ ଅନ୍ ସିଇଂ ଦ ପ୍ଲେଟ୍ you are supposed to tell me everything that you see on the plate. ତମେ ମୋତେ କହିବ ବା ଲେଖିବ କ'ଣ ଦେଖୁଛ ତମେ ସେଠି, ତମକୁ କ'ଣ ଦେଖାଯାଉଛି ତାକୁ ମୋତେ ଜଣେଇବ ବା ଲେଖିବ ମୋ ଆଗରେ। Tell me what you see, what it might be for you, what it looks like. କ'ଣ କ'ଣ ଉତ୍ତର ଦେବ? What you see, କ'ଣ ଦେଖୁଛ? Everything that you see in the plate, ଯାହା ଯାହା ଦେଖୁଛ ସବୁ ମୋତେ କୁହ। Everything ହେଲା। Tell me what you see, what it might be for you, ତମ ପାଇଁ ତାର ଅର୍ଥ କ'ଣ, ତମ ବିଷୟରେ କ'ଣ କିଛି କହୁଛି କି ସେ। What it looks like, ବୁଝି ହେଉଛି ନା ନାହିଁ? ମୁଁ ଖାଲି ଟିକେ ରେସ୍ପନ୍ସ ଚାହୁଁଛି, ବୁଝି ହେଉଛି ନା ନାହିଁ ମୁଁ ଯାହା କହୁଛି? Yes, sir. Yes, sir. Now you are free to tell me anything that comes to your mind, as there is no right and wrong answer. ଏହା ଭିତରେ ଭୁଲ ଠିକ କିଛି ନାହିଁ। ତମ ମନକୁ ଯାହା ଆସୁଛି, ଯେତେବେଳେ ଯୋଉ ଜିନିଷ ଲାଗୁଛି ତମେ ମୋତେ କହିବାରେ କିଛି ଅସୁବିଧା ନାହିଁ, ତମେ ମୋତେ କହିପାରିବ। Speak out whatever comes to your mind without considering whether it is right or wrong or being embarrassing. ତମକୁ ଏମ୍ବାରାସ କରିବାର ବି କିଛି ନାହିଁ। ଯଦି ତମେ କିଛି ଭାବୁଛ ବି କହିବା ପାଇଁ ମୋତେ, ତମେ କହିପାରିବ, ସେଥିରେ କିଛି ତମର ଅସୁବିଧା ନାହିଁ ବା ଏମ୍ବାରାସ ହବାର ନାହିଁ।
If you have any question, you are free to ask me. ଶେଷରେ କହିବ ଯେ ତମର ଯଦି କିଛି ପ୍ରଶ୍ନ ପଚାରିବାର ଅଛି ଏ ବିଷୟରେ ତମେ ମତେ ଆଗ କ୍ଲାରିଫାଇ କରିକି ପଚାରି ପାରିବ। ଗଲା। Then testing procedure. Third phase. ଗଲା। Testing after the instruction, testing procedure begins. The tester shows the first placed in the normal position to the testee to begin the free association. ପ୍ରଥମେ ଆଗ ଏମିତି ନର୍ମାଲି ତାକୁ ଦେଖେଇବ ନର୍ମାଲ ପୋଜିସନରେ। He encourages the testee to ତାପରେ କହିବ ତୁ କହ ସେ ମନେକର ଟିକେ କହି ରହିଗଲା ନାଇଁ ନାଇଁ ଆଉ କହ କଣ କହୁଛୁ କହ କଣ ଚାହୁଁଛୁ କହ ତାଠୁ ଇଭୋକ୍ କରେଇବ ରେସ୍ପନ୍ସ in the plate. When the testee begins to tell, the tester starts noting down the response verbatim. ତମେ ରେକର୍ଡ କରିଦେଇ ପାରିବ ବା ଲେଖି ଦେଇ ପାରିବ ଲେଖି ସେ କହିଲା ତମେ ଲେଖିଲ ଯୋଉମାନେ ଟ୍ରେଣ୍ଡ ହେଇଥାନ୍ତି ସେମାନେ କେମିତି ନିଆଯିବ ନା କଣ। The tester also records the reaction time and response time of the subjects for the plate. ପ୍ରତି ପ୍ଲେଟ୍ ପାଇଁ ତାକୁ କେତେ ସମୟ ଲାଗିଲା ରିଆକ୍ସନ ଟାଇମ ତାର ବିହେଭିୟରାଲ ରିଆକ୍ସନ ମଧ୍ୟ ନୋଟ କରିପାରିବ କଣ କହିଲା ମଝିରେ କିଛି ମାନେ ରାଗିଗଲା କି କଣ ପାଇଁ ଯାହା ବି ହ୍ୱାଟ ଏଭର ବୁଝିପାରୁଛ ନା ନାଇଁ। Reaction time is taken by the testee between the card shown to the testee and he or she begins. ଏବଂ ତମେ ତାକୁ କାର୍ଡ ଦେଖେଇଲ କେତେ ସମୟ ପରେ ସେ କହିବା ଆରମ୍ଭ କଲା ସେଇଟାକୁ ମଧ୍ୟ ରେକର୍ଡ କରାଯିବ। ମୁଁ ପରେ ଜାଣିବ କାହିଁକି ରେକର୍ଡ କରାଯାଉଛି। ବହୁତ ଜିନିଷ ରେକର୍ଡିଂ ହବ ଲେଖା ହେଇଛି ଆଦେହରେ କଣ କଣ ଜିନିଷ ରେକର୍ଡିଂ ହବ। ଗଲା ଆକୁ ପଢିବ ତାପରେ ସ୍କୋରିଂ এইটা ଗୋଟେ ইম্পর্টান্ট জিনিস। ଆମେ ସେ ରେସ୍ପଣ୍ଡ କହିସାରିଲା ପରେ ପିଲା ମାନେ ଟେଷ୍ଟିର ରେସ୍ପନ୍ସକୁ ନେଇ ସାରିଲା ପରେ ଆମେ ତାକୁ ସ୍କୋରିଂ କଲେ ହିଁ ଆମେ ତା ବିଷୟରେ ଯାହା କହିପାରିବୁ। ସ୍କୋରିଂ ମାନେ ଅଣ୍ଡରଷ୍ଟାଣ୍ଡିଂ ଦ ରେସ୍ପନ୍ସ ଇନ୍ ଦ ସାଇକୋଲୋଜିକାଲ ଟର୍ମସ ଆଣ୍ଡ ଭ୍ୟାରିଏବଲ୍ସ। ତମକୁ କିଛି ଗୁଡେ ଜିନିଷ ଦିଆହେଇଛି ସ୍କୋରିଂ ପାଇଁ କଣ ସ୍କୋରିଂ କରିବ। ପ୍ରଥମ ସ୍କୋରିଂ ଲୋକେସନ ସେ ଯୋଉ ଚିତ୍ର ଦେଖିକିରି ମୁଁ ଦେଖେଇବି ଚିତ୍ରଟା ଦେଖିଲେ ତମେ ଜାଣିପାରିବ ଦେଖିକିରି ତମକୁ ଯାହା କହିଲା ତା ଭିତରେ ପ୍ରଥମ ସ୍କୋରିଂ ହବ ଲୋକେସନ। ଲୋକେସନରେ କଣ ଆସୁଛି ଲୋକେସନ୍ସ ରେଫର୍ସ ଟୁ ଦ ପାର୍ଟ ଅର ସ୍ପେସ୍ of the plate used by the testee. କଣ ତାର ଅର୍ଥ ମୁଁ ତମକୁ କହିଦଉଛି। To respond to the ink blot, there are 4 main location category. ଚାରିଟା କ୍ୟାଟେଗୋରୀର ଲୋକେସନ ଅଛି। 1, these are whole. ମନେକର ସେ ଜିନିଷଟାକୁ ଦେଖିକିରି ସେ ଯାହା କହିଲା ତମେ ଦେଖିଲ ଯେ ସମୁଦାୟ ଜିନିଷଟାକୁ ରୁହ ମୁଁ ତମକୁ ଦେଖେଇ ଦଉଛି ଅନେକ ଜିନିଷ ବହିରେ ଅଛି କି ଫର ୟୋର ରେଫରେନ୍ସ ମୁଁ ତମକୁ କହିଦଉଛି ଏ ପ୍ରାକ୍ଟିକାଲ ଆମର ଗୋଟେ ବହି ଅଛି ଯୋଉଟା ତମେ ମଧ୍ୟ ରେଫର କରିପାରିବ। ଗୋଟେ କୁଆଡେ ଗଲା ରସା 200 ସେଇଠି ଏ ବହିଟା ଦେଖାଯାଉଛି। ଆଜ୍ଞା ସାର୍ ଯାହା ମୁହଁ ଦେଖୁଛ ସେ ହେଲେ ହରମାନ ରସାକ। ତା ପାଖରେ ଗୋଟେ ଚିତ୍ର ଅଛି ଦେଖୁଛ ତାଙ୍କ ପାଖକୁ ଲାଗିକିରି ଗୋଟେ ଚିତ୍ର ଆଜ୍ଞା ହଁ ସେଇଟା ହେଲା କାର୍ଡ 1 ଗୋଟେ କାର୍ଡ ସେଇଟା। ୟାକୁ କଣ ତମକୁ କଣ ଲାଗୁଛି ଏଇଟା କିଏ କହିବ ଜଣେ କୁହ। ମୁଁ ତ କାର୍ଡ ଦେଖେଇବି ଏଇଟା କଣ କୁହ ମତେ ଏଇ କାର୍ଡଟା ଖାଲି ଗୋଟେ ବାଦୁଡି ଉଡିଲା ଭଳିଆ ଦେଖାଯାଉଛି। ବାଦୁଡି ଉଡିଲା ଭଳିଆ ଦେଖାଯାଉଛି।
अच्छा वर्तमान से कहला बादुड़ी इतरे बादुड़ी माने ये सब टोटल टा कहला ना गोटे भाग किछि पार्ट कहला Whole. टोटल टा कहला सर पूरा टा टोटल देखि बादुड़ी तेणु यार लोकेशन कौन लिखा हबो होल डब्ल्यू जो लोकेशन कार्ड रे लिखिबो डब्ल्यू कारण बादुड़ी माने एतिକି नहीं गेले कोन बादुड़ी हबो नहीं से पूराटा बादुड़ी भलिया देखा जाउछि तेणु होल अच्छा आउ जने किए कौन देखुछ एको आउ जने को से बादुड़ी देखि पारला तमे कौन देखुछ आउ एनीबॉडी तमे एडमिनिस्ट्रेशन करिवो कहि दियो टिके एटा कौन देखा जाउछ तुमको ଡାଳରେ ଚଢେଇ କିଛି ବସିଲା ଭଳି एग्जैक्टली डाଳରେ ଚଢେଇ କିଛି ବସିଛନ୍ତି ଯଦି ତମେ ଯାହା କହିପାରିବ କିନ୍ତୁ ଡାଳରେ ଚଢେଇ ବସିଲା ମାନେ ସେ ଦେଖ ତା ଭିତରେ ଲୋକେସନ ମେଜର ଡିଟେଲ ସବୁ ଜିନିଷ କହିପାରିଲାନି ମାନେ ଏଇ ରେସ୍ପନ୍ସ ଟା ସବୁ ଜିନିଷ କହୁନି ବାଜୁଡି ଗୋଟେ ବସିଛି ହୋଲଟା ସେ କହିପାରିଲା କିନ୍ତୁ ଡାଳରେ ଚଢେଇ କିଛି ବସିଛନ୍ତି ସେ ଦେଖିଲା ବେଳକୁ ଦି ତିନିଟା ଜିନିଷ କହିଲେନି ତେଣୁ ଏଇଟା ହେଲା मेजर डिटेल्स जहाँ लिखा है डी ये देख मुझे लिखी डी माइनर डिटेल्स मन कर से जिनिस को जने कहबो जे एटा गोटे माने मझिरे गोटे फांका रही ताने से पूरा चित्रटा को न कही गोटे जगह कहला माइनर डिटेल कहला तेणु तार लिखा हम माइनर डिटेल डी डी तापर स्पेस खाली कहला डी डी एस यही भाया तमे बुझिकिरी तमे लोकेशन गुड़ा को करिवो केमिति फाइनली कहबो तापर आसीबो डिटरमिनेंट्स प्रतिटी रेस्पॉन्स रे आग लोकेशन लिखिलो तार लोकेशन कोन मु देखैबी तळे अछि देखै दोछि आग न हले एटा सब बुझे को पड़िबो कैलकुलेशन हेटी तार रिजल्ट कार्ड 1 एटा देखा जाउछि तो 5 सेकंड नेला से कहबा पई ए सॉरी रिएक्शन टाइम कहबा आरंभ करिया पई 5 ए टेबल ता तमे बुझी दियो तमे रेस्पॉन्स ता लिखिबो ना रेस्पॉन्स हला रेस्पॉन्स टाइम माने टोटल 20 सेकंड कहला से कार्ड विषय रे बुझी परछो तापरे को पोजीशन रे कार्ड देखाई थी कार्ड प्रेजेंटेशन एटा गोटिए पोजीशन एमती एमती सीधा कार्ड देखाई तार नियम अछि तमे एमिति देखैबो तापर एमिति देखैबो तापर पुनी उल्टे कि देखैबो चारिटा पोजीशन रे देखै परिबो किंतु प्रैक्टिकल पई गोटिए पोजीशन रे देखै दियो कारण तुम तो क्लिनिकल काम करूनो गला से कोन कहिला तार से दीटा रेस्पॉन्स देला गोटे कहला गोटे बटरफ्लाई माने कोन बटरफ्लाई कोन तमरो ସେ तमरो जे ପ୍ରଜାପତି हाँ तमरो जे कहला से कहला बादुड़ी जे एई पिलाटा जे कहिची से कहिची बटरफ्लाई आउ गोटे कहिची आउ जने पिला कहला फेसेस ऑफ एनिमल्स दीटा एनिमल कर मुह दीटा नहीं सेही दीटा रेस्पॉन्स देला गोटे कहला गोटे बटरफ्लाई ताको जे पचराला आउ कोन देखुचो से कहला दीटा एनिमल को मुह देखैले तमे जानि परिबो तापरे तार इंक्वायरी होल होल रे कोन डब्ल्यू माने होल कहिची एफ प्लस एई भलिया तुमको स्कोरिंग गुडा को एई भलिया लिखे पड़िबो इटी इंक्वायरी तुमको रिपोर्ट एई भलिया करिया को पड़िबो गला मु से आडू आछी होल परे सेकंड टा कोन थर्ड टा कोन सब गुडा को मु तुमको कहि दउची गुटी तार 10 टा का कार्ड रो एमती रिपोर्ट तयारी करिया को पड़िबो तापरे डिटरमिनेंट्स हाँ गला तापरे देयर आर 4 कैटेगरीज ऑफ डिटरमिनेंट प्रथम हला लोकेशन
नहीं प्रथम है लोकेशन लोकेशन रे होल मेजर डिटेल माइनर डिटेल स्पेस से अनुसार तुम चिन्ह दब होल एल डब्ल्यू मेजर डिटेल एल डी माइनर डिटेल डी डी सेमती when the whole এটা বুঝাই দিয়েছে ডি কোন দেখো তারপর আসলে determinants refer to the characteristics of the ink blot that impact the test sheet to give here response. There are 4 categories of determinants, namely F. আচ্ছা জনে কহিলা কোন বিভিন্ন রঙর প্রজাপতি তার মানে তার সে রেসপন্স কোন গোটে কলর কু রেসপন্ড কলা সে সেটি তেণু তার ডিଟরমিনান্টস রে কলর ଅଛି ବୋଲି লেখা হব ফর্ম প্রজাপতি ବୋଲି কহিলা বুঝিপারছ না নাই প্রজাপতি কহিলা বেলে তুমি গোটে ফর্ম বিষয়ে কହୁଛ না নাই প্রজাপতি কোন বাঘ ভଳିଆ বাঘ ଆଉ ଗୋଟେ ଫର୍ମ ପ୍ରଜାପତି ଆଉ ଗୋଟେ ଫର୍ମ ତାମାନେ ସେ ଫର୍ମଟେ କହିପାରୁଛି ପ୍ରଜାପତି କହିଲା ରଙ୍ଗ କହିଲା ସବୁ ମାନେ ଗୋଟେ ଗ୍ରୀନ ବଟରଫ୍ଲାଇ ଗ୍ରୀନ କହିଲା ମାନେ ଗୋଟେ ଏମ୍ଫାସାଇଜିଂ କଲର ତେଣୁ ତା ରେସ୍ପନ୍ସ ଆନାଲିସିସ୍ ହେଲେ ଫର୍ମ କଣ କଲର କଣ କହିଲା ଟେକ୍ସଚର ସେଇ ପ୍ରଜାପତିଟାକୁ ନେଇକି ମନେକର ଜଣେ ଗୋଟେ ଟେକ୍ସଚର ରେସ୍ପନ୍ସ ଦେଇଛି କଣ କହିବ କହିଲ ଟେକ୍ସଚର ତମେ ରେସ୍ପନ୍ସ ଜାଣିଲେ ତ ତାକୁ ସେ ଅନୁସାରେ କାଟେଗୋରୀ କରିବ বিভিন্ন সুন্দর রঙ মিশিকি সুন্দর প্রজাপতিতে তার মানে সে রঙর যে কম্বিনেশন কু গোটে টেক্সচর হিসাবে দেখিপারুছি টেক্সচর আর ভিস্টা and then মুভমেন্ট টিকে টিকে মানে আওয়ার হো কেমতি নহলে লেখিব কেমতি বুঝিব কেমতি মুভমেন্ট কোন গোটে রেসপন্স তুমি কহিল যেটা কি সেই ফার্স্ট কার্টারে গোটে কো যেটা কি গোটে মুভমেন্ট হব କୁହ ଏତିକି କହିବା ପାଇଁ ତମେ ଭାବିବ ନା ଆଉ ସୁନ୍ଦର ପ୍ରଜାପତିଟେ ଗଛରୁ ଗଛକୁ ଉଡୁଛି କଣ କହିଲା ସେ ଆରେ ଉଡିବାଟା ମୁଭମେଣ୍ଟ ନା ନାହିଁ Yes, sir. ହଁ ସେତିକି କହିବନି ଜଣେ କହିଲା ସୁନ୍ଦର ପ୍ରଜାପତିଟେ ଆଉ ଜଣେ କହିଲା ସୁନ୍ଦର ପ୍ରଜାପତିଟେ ଗଛରୁ ଗଛକୁ ଉଡୁଛି ତା ମାନେ ସେ ଗୋଟେ ମୁଭମେଣ୍ଟ କହିଲା ତେଣୁ ମୁଭମେଣ୍ଟ କହିଲା ବୋଲି ତାର ଏମ୍ ରହିବ ତାପରେ କମନଲି ଫର୍ମ ରେସ୍ପନ୍ସେସ୍ ଆର୍ ସ୍କୋର୍ଡ ଆଜ୍ A+ ଫର୍ ଗୁଡ୍ ଫର୍ମ ରେସ୍ପନ୍ସ ତାପରେ ଫର୍ମ କହିଲା ଜଣେ ପ୍ରଜାପତି ସେଟାକୁ ପ୍ରଜାପତି କହିଲା ଆଉ ଜଣେ ବାଦୁଡି କହିଲା ତମକୁ ଡିସାଇଡ କରିବାକୁ ପଡିବ ଯେ ଏଇଟା ବେଶୀ ଆପ୍ରୋପ୍ରିଏଟ କୋଉଟା ବାଦୁଡିଟା ନା ପ୍ରଜାପତିଟା ଯଦି ବାଦୁଡିଟା ବେଶୀ ଆପ୍ରୋପ୍ରିଏଟ ତାହେଲେ ତାର ଲେଖା ହବ F+ ଫର୍ମ ପ୍ଲସ୍ ବୁଝିପାରୁଛ ନା ନାଇଁ ତାକୁ ଟିକେ ବୁଝିଲେ ତମେ ଲେଖିବ ନା ଯଦି ସେଇଟାକୁ ସେ ମନେକର ସେ ଫଟୋ ଚିତ୍ରଟାକୁ ସେ ଦେଖିଲା କହିଲା ଦିଟା ମାଙ୍କଡ ତାହେଲେ ଫର୍ମଟା ମ୍ୟାଚ କରୁନି କମ ମ୍ୟାଚ କରୁଛି କିନ୍ତୁ ଫର୍ମ କହିଛି ସେ F- ରହିବ ସେମିତି କଲର CF when the response implies that he or she has identified a form on the basis of color ତାକୁ ଟିକେ ପଢିବ ଆଗ ପଢିକିରି ତାପରେ ଆପ୍ଲାଏ କରିବ ଗଲା ତାପରେ କଣ୍ଟେଣ୍ଟ କ୍ୟାଟେଗୋରିଜ କଣ କଣ କଣ୍ଟେଣ୍ଟ ରହିବ ତାପରେ ପପୁଲାର ରେସ୍ପନ୍ସ ସାଧାରଣ ଭାବରେ ଲୋକ କଣ କହନ୍ତି ଆଉ ସେ କଣ କହୁଛି ଏଗୁଡା ସବୁ ଦିଆ ହେଇଯାଇଛି ଏତିକି ପରେ ରେସ୍ପନ୍ସ ଆସିଲା ପରେ 10ଟା କାର୍ଡର ତମକୁ କାଲକୁଲେସନ କରିବାକୁ ପଡିବ କଣ କଣ କାଲକୁଲେସନ ଦବ ଆଚ୍ଛା ବର୍ତ୍ତମାନ ପର୍ଯ୍ୟନ୍ତ ତମକୁ କଣ ଅସୁବିଧା ହଉଛି ମତେ କୁହ ନା ନାହିଁ ତମର କିଛି କରିଦେଇ ପାରିବ ୟାକୁ
ସାର୍ ଗୋଟେ ନୂଆ ଜିନିଷଟା ତ ଟିକେ ଆଇଡିଆ ନାହିଁ ଟିକେ ଆଇଡିଆ କଣ ହବ ସେଟା ଟିକେ ଆପଣ ଏଇଟାକୁ କହୁଛନ୍ତି କିନ୍ତୁ ଏଟା ପ୍ରାକ୍ଟିକାଲରେ କଲା ବେଳକୁ ବହୁତ ସାରା ଜିନିଷ ଶିଖିବାକୁ ମଧ୍ୟ ମିଳିବ ଜାଣିବାକୁ ମଧ୍ୟ ପଡିବ। ହଁ ସେଇଆ ନାଇଁ କିନ୍ତୁ ଟିକେ କିଛି କିଛି ଜିନିଷ କରିଦେଲେ ବୁଝି ହେଇଯାଉଛି ସେଟା ଆଉ କିଛି କିଛି ଜିନିଷ ମାନେ ମୁଣ୍ଡ ଉପରେ ପଳଉଛି ତେଣୁ ହଁ ଯେମିତି ହଁ ନାଇଁ ତାକୁ ଟିକେ ନୂଆ ତ ନ୍ୟାଚୁରାଲି ତମକୁ ନୂଆ ରହିବ ଏଇଟା ଏକଦମ ଇଏ ଜିନିଷ ଖାଲି ନୂଆ ନୁହେଁ ଭାରି ଡିଫିକଲ୍ଟ ଟେଷ୍ଟ ଏଇଟା ଏକଦମ ଏଇ ଟେଷ୍ଟରେ ଆଡମିନିଷ୍ଟ୍ରେସନ କରିବା ପାଇଁ 10 ମାସିଆ କୋର୍ସ ଅଛି ଯୋଉମାନେ ସାର୍ଟିଫାଏଡ ଟୁ ଆଡମିନିଷ୍ଟର ଟିଏଟି ଆଣ୍ଡ ଆରଆଇଟି ଯୋଉମାନେ କୋର୍ସ ନ ନେଇଥିବେ ସେମାନେ ଇଏ କରିପାରିବେନି ସେଥିପାଇଁ ଏତେ ସହଜ ଜିନିଷ ନୁହେଁ କିନ୍ତୁ ଯେହେତୁ ପ୍ରାକ୍ଟିକାଲରେ ଅଛି ତମେ ତାକୁ ଇଏ କରିବାକୁ ପଡିବ ହେଲା ଆଜ୍ଞା ସାର୍ ଗୋଟେ କଲ୍ ବାରମ୍ବାର କରୁଛି ତାପରେ କାଲକୁଲେସନ ମୁଁ ଖାଲି ଯେତିକି ଏଇ ଭିତରେ ଯେତିକି ବୁଝେଇ ପାରିବା କଥା ମୁଁ ବୁଝେଇ ଦଉଛି ପ୍ରଥମେ କଣ କଣ କାଲକୁଲେସନ ହବ ଆର୍ total number of responses that the testee has given to all the cards shown to him ଯେତେ ରେସ୍ପନ୍ସ ଦେଇଥିବ ତାର ସମରି ମୁଁ ଦେବି କେତେ ରେସ୍ପନ୍ସ ମୁଁ ଯୋଉଟା ଦେଇଛି ତାର କେତେ ରେସ୍ପନ୍ସ ସମରି ପ୍ରଥମ କାଲକୁଲେସନ ହବ ମାନେ ଗଣିଦବ ଯେ କେତେଟା ରେସ୍ପନ୍ସ ଦେଇଛି ମୁଁ ଦେଖେଇଦେବି କେମିତି ଗଣିବ ଏଇଠି ଏଇଠି ତ ଅଛି ଦେଖେଇ ଦେଇ ହବ ଏଇ ଯୋଉ ଟେବୁଲଟା ପଳେଇଲା ନା ପଛକୁ ଅଛି ଏଇଠି ନା ନା ପଛକୁ ଅଛି ଗଲା ତାପରେ ଆସିଲା ମୁଁ କହିଦଉଛି ତାପରେ ଟେବୁଲରେ ଦେଖେଇଦେବି ରିଆକ୍ସନ ଟାଇମ ସେ କାର୍ଡ ତାକୁ ରେସ୍ପଣ୍ଡ କରିବା ପାଇଁ ସମୁଦାୟ କେତେ ସମୟ ନେଲା କଣ ହବ RT1 ଏକ ନମ୍ବର କାର୍ଡର ରିଆକ୍ସନ ଟାଇମ କେତେ ମାନେ କେତେ ସମୟ ନେଲା ସେ କହିବା ପାଇଁ ଟୋଟାଲ ପ୍ରଥମେ ଆରମ୍ଭ ଷ୍ଟପ୍ ୱାଚରେ ଟାଇମ ରେକର୍ଡ ହବ ସେକେଣ୍ଡଟା ପାଇଁ କେତେ ନେଲା ଥାର୍ଡ ପାଇଁ କେତେ ନେଲା ଏଇଭଳିଆ ଫୋର୍ଥ 10ଟା ଏକ କାର୍ଡର ଟାଇମ କେତେ ନେଲା ଏବଂ ଟୋଟାଲ କେତେଟା ମନେକର 9ଟା ସେ କହିଲା ଆଉ ଗୋଟେ କହିଲାନି ତାହେଲେ 9ରେ ହରାହବ ଏଟା ସିମ୍ପଲ ଆଭରେଜ ଟାଇମଟା ବାହାର କରିଦବ ତାପରେ ରେସ୍ପନ୍ସ ଟାଇମ ଓ ଏଇଟା ରିଆକ୍ସନ ଟାଇମଟା ଆଗ ରିଆକ୍ସନ ଟାଇମଟା କଣ ନା ତମେ ତାକୁ କାର୍ଡ ଦେଖେଇଲ ସିଏ କଥା କହିବା ଆରମ୍ଭ କରିବା ପାଇଁ କେତେ ସମୟ ନେଲା ମନେକର ଚାହିଁକିରି 3 ମିନିଟ ଖାଲି ବସିଲା କିଛି କହିଲାନି ତାମାନେ ରିଆକ୍ସନ ଟାଇମ ସେଠି କମ ରହିଲା ମାନେ ବେଶୀ ହେଇଗଲା ସେଇଗୁଡାକ ମିଶେଇକିରି ତାର ଆଭରେଜ ରିଆକ୍ସନ ଟାଇମଟାକୁ ବାହାର କରିବ ରେସ୍ପନ୍ସ ଟାଇମ ହେଲା କଥା କହିବା ଆରମ୍ଭ କଲା ଏବଂ କଥା କହିବା ଶେଷ କଲା ଏଗୁଡାକ ତମକୁ ପଚାରିବେ ତମକୁ ଭାଇବାରେ ସେଟା ହେଲା ରେସ୍ପନ୍ସ ଟାଇମ ସେମିତି କାର୍ଡ ନମ୍ବର 1 ର କେତେ କାର୍ଡ 2 ର କେତେ ତାକୁ ମିଶେଇକିରି ହରିଦବ ଆଉ କଣ P total number of popular responses ପପୁଲାର ରେସ୍ପନ୍ସ ଗୋଟେ ଲିଷ୍ଟ ଅଛି ତା ଦେହରେ ଦିଆହେଇଛି ମାନେ ସାଧାରଣ ଭାବରେ ସେ କାର୍ଡଟାକୁ ଦେଖିଲେ ଅନେକ ଲୋକ କଣ କହନ୍ତି ଯଦି ବହୁତ ଲୋକ ଗୋଟେ କଥା କହୁଛନ୍ତି ବହୁତ ଲୋକ ସେ କାର୍ଡଟାକୁ ଦେଖିଲେ ବାଦୁଡି ବୋଲି କହନ୍ତି ତାହେଲେ ବାଦୁଡିଟା ହେଲା ତାର ପପୁଲାର ରେସ୍ପନ୍ସ ବହୁତ ଲୋକ ତାକୁ ଦେଖିଲେ ପ୍ରଜାପତି ବୋଲି କହନ୍ତି ତେଣୁ ପ୍ରଜାପତି ଆଉ ବାଦୁଡି ତାର ହେଲା ପପୁଲାର ରେସ୍ପନ୍ସ କିନ୍ତୁ ଆଉ ଜଣେ କହିଲା ଯେ ଇଏ ମାଛ ଭଳିଆ ଦେଖାଯାଉଛି ମାଛଟା ପପୁଲାର ରେସ୍ପନ୍ସ ଯଦି ନୁହେଁ ତମେ ସେଇଠି କେତେଟା ପପୁଲାର ରେସ୍ପନ୍ସ ସେ ଦେଇଛି ପପୁଲାର ରେସ୍ପନ୍ସର ଲିଷ୍ଟ ଅଛି ତାପରେ ପରସେଣ୍ଟେଜ ଅଫ ସ୍ପେସ ରେସ୍ପନ୍ସ ମୁଁ ଯୋଉ କହିଛି ୟେସ୍ ଏଗୁଡାକ ତମେ କଲା ପରେ ହିଁ ଜାଣିପାରିବ ତାପରେ affective ratio is the ratio of the response between the last 3 plates and the first 7 plates which is calculated by the following formula is the ratio of responses between last 3 ଶେଷ 3ଟା ରେସ୍ପନ୍ସ କେତେ ସମୟ ନେଲା ପ୍ରଥମ 7ଟା କେତେ ନେଲା ତାରକୁ ହରିଦେଲେ ଯୋଉ ରେସିଓଟା ବାହାରିଲା ତାକୁ କୁହାଯାଏ ଆଫେକ୍ଟିଭ ରେସିଓ ମାନେ ତମେ ଯେମିତି ରକ୍ତ ପରୀକ୍ଷା କଲେ ବିଭିନ୍ନ ପ୍ରକାରର ଜିନିଷ ତମର ରିପୋର୍ଟରେ ଆସେ ଏଇଆ ଏତିକି ଏଇଟା ଏତିକି ନର୍ମାଲ ଏତିକି ସେଇଭଳିଆ ଏଇ ରିପୋର୍ଟଟେ ତିଆରି ହବ
ये चलिला तापरे फंक्शनल तापरे ए परसेंटेज जाक पढ़िले बुझी पारिबो एटा हला ता रेस्पॉन्स शीट ता से कोन कहितिला रिजल्ट रो एवं आमे जो बाहर कले सब गुडा तार रिजल्ट तापरे फाइनली रिजल्ट टेबल टू समरी रिएक्शन टाइम केते यार रिएक्शन टाइम केते तार रेफरेंस वैल्यू केते कोन कोन माने रिएक्शन टाइम यार 26 रेफरेंस वैल्यू हला 33 पर्यंत रिएक्शन टाइम हला नॉर्मल तार जदी बेसी रिएक्शन टाइम हे गला तार प्रॉब्लम अछि जदी कम रिएक्शन टाइम हला तार प्रॉब्लम अछि सेमती सॉरी इटा रेस्पॉन्स टाइम हला तार 7 सेकंड बाहरिची 10 सेकंड हला नॉर्मल এই ସବୁର ନର୍ମାଲ ଦିଆ ହେଇଛି ଯେମିତି ତମର ରିପୋର୍ଟ ରେ ଆସେ ଏଗୁଡାକରେ ସବୁ ଦିଆ ହେଇଛି କୋଉଟା ଏଇ ଯୋଉଗୁଡାକ କ୍ୟାପିଟାଲାଇଜ କରିଦିଆ ହେଇଛି ସେଗୁଡାକରେ ତାର ଟିକେ ଟିକେ ପ୍ରୋବ୍ଲେମ ଅଛି ଏଇଭଳିଆ ତାପରେ ରେଜଲ୍ଟ କୁ ନେଇକିରି ତମକୁ ଡିସ୍କସନ କରିକିରି ତମେ ବାହାର କରିବ ଆଚ୍ଛା ବର୍ତ୍ତମାନ ମୁଁ ଚେଷ୍ଟା କରୁଛି ତମକୁ କାର୍ଡ ଦେଖେଇବା ପାଇଁ ହେଲା କାର୍ଡ ଦେଖେଇଲା ପରେ ମୁଁ ଚାହିଁବି ଯେ ତମେ ତମ ନିଜ ନିଜର ରେସ୍ପନ୍ସ କିଛିଟା ଲେଖିକିରି ଟିକେ ପ୍ରାକ୍ଟିସ କଲେ ହବ ଆଚ୍ଛା ମୁଁ ଏଇଟାକୁ ବନ୍ଦ କଲି ସେ କାର୍ଡଟା ଗଲା ଥର ଦେଖା ହେଉନଥିଲା ଯଦି ଦେଖେଇ ନ ହବ ମୁଁ ଆଉ ଦେଖେଇ ପାରିବିନି ଆଉ ଦେଖା ଯାଉଛି ଆଜ୍ଞା ସାର୍ ହଁ Yes, sir. ବର୍ତ୍ତମାନ ଏଇଟା ହେଲା କାର୍ଡ ବା ପ୍ଲେଟ ନମ୍ବର 1 ସମସ୍ତେ ଗୋଟେ ଖାତା ଧରିକିରି ଟିକେ ଟିକେ ଲେଖ କଣ ଦେଖା ଯାଉଛି କଣ ଇଏ କଣ ଯାହା ମୁଁ କାର୍ଡ ଦେଖି ଦେଖି ଚାଲିବି କାରଣ ଏଇଟା ହେଲା କଣ୍ଡକ୍ସନ ମୁଁ ବୁଝେଇଦେଲି କଣ୍ଡକ୍ସନ କରିଦେବି ତାପରେ ତମେ ରିପୋର୍ଟ କରିବ ଦେ କାର୍ଡଟା ମାନେ ଠିକରେ ଦେଖା ଯାଉଛି ତ ନା ଆଉ ବଡ କରିବି ତମକୁ ଏ କାର୍ଡ ବିଷୟରେ ଯାହା ଦେଖା ଯାଉଛି ଯାହା ଭାବୁଛ ଲେଖ କଣ୍ଡକ୍ସନ ପ୍ରାକ୍ଟିକାଲ ଥିଓରି ଡିସ୍କସନ ସରିଗଲା ବର୍ତ୍ତମାନ ଆମେ କଣ୍ଡକ୍ଟ କରିବା ଗଲାଥର କଣ୍ଡକ୍ଟ ଆମେ କରିପାରିନି ଗଲାଥର କାହିଁ ଦେଖାଗଲାନି କାର୍ଡ ଟିଏଟି ହଁ ମୁଁ ଦେଖେଇଦେବି ଯଦି ହବ ମୁଁ ଏଠି ସମୟ ରଖିଲି ସବୁ ପାଇଁ 3 ମିନିଟ 3 ମିନିଟରେ ତମେ ଏ କାର୍ଡ ବିଷୟରେ ଯାହା ଭାବୁଛ ଯାହା ଦେଖୁଛ ଲେଖ ଦରକାର ପଡିଲେ ତମ ଭିତରେ ୟାକୁ ତାକୁ ତମେ ତାକୁ ଦେଇଦବ ସେ ତମକୁ ଦେଇଦେଇ ତମର ପ୍ରାକ୍ଟିକାଲ କାମ ଛିଣ୍ଡେଇ ଦବ टाइम ହେଇଗଲା ସେକେଣ୍ଡ କାର୍ଡ ଦେଲି
3 ମିନିଟ୍ ମୁଁ ଦଉଛି ମୁଁ ଟିକେ ପାଣି ପିଇବି। ସବୁ କାର୍ଡର ଟାଇମ ହେଲା 3 ମିନିଟ୍ ମୁଁ 3 ମିନିଟ୍ ଲେଖେ ଦଉଛି ଖାଲି ତମେ ଦେଖିକିରି ଏଇଠି ପ୍ରାକ୍ଟିକାଲ କଣ୍ଡକ୍ଟ କରିଦେଲେ ତମ କାମ ଛିଡ଼ିଯିବ। ହଁ ପ୍ଲେଟ୍ 3 ମନେକର ଏଠି ରେସ୍ପନ୍ସ ଜଣେ ଦେଲା 2 ଜଣ ଝିଅ ଗୋଟେ ଦୁଇଟା ଭାଲୁକୁ ଧରିକିରି ଟାଣୁଛନ୍ତି ତାହେଲେ ହୋଲ କହିଲାନି କାରଣ ନାଲି ଗୁଡାକ ରହିଗଲା ସେଠି ମେଜର ଡିଟେଲ୍ସ ହବ ଯଦି ସବୁ ଯାକ ଜଣେ କହିଲା ତାହେଲେ ହୋଲ ହବ ମାଇନର ଡିଟେଲ୍ସ କଣ ହବ ତଳେ ଦିଟା ଭାଲୁ ଛୁଆ ଦେଖା ଯାଉଛନ୍ତି ତାମାନେ ଯେତିକି ପିକ୍ଚର ଅଛି ତାର ମାଇନର ପାର୍ଟଟା କହିଲା ମେଜର ପାର୍ଟ କହିଲାନି ପ୍ଲେଟ୍ ନମ୍ବର ଲେଖିକିରି ତା ପାଖରେ ତମ ରେସ୍ପନ୍ସ ଲେଖିବ ଏବଂ ତମରି ଭିତରେ ଦେଇକିରି ସ୍କୋରିଂ କରିଦେବ ତମ ଭିତରେ ତମେ ତାର ସେଇ ତାର କରିକିରି ବ୍ୟବହାର କରିଦେବ କାରଣ ଉଭୟ ରେକର୍ଡ ଏବଂ ଇଏରେ ତମ ନିଜର ଇଏ ରହିବ ମୁଁ ଯୋଉ ଦେବି ତମକୁ ଡାଟା ତାକୁ କପି କରିଦବନି ଜମା ଚେଞ୍ଜ ଚାଞ୍ଜ କରିବ ଟିକେ ଏ ବିଷୟରେ କାହାର କଣ କହିବାର ଅଛି କି କାର୍ଡ ବିଷୟରେ
କିଛି ପଚାରିବାର କାହାର ଅଛି କି? ମାନେ ମୁଁ ଯେତିକି କହିଲି ତମେ ବର୍ତ୍ତମାନ କାର୍ଡଟାକୁ ନେଇକିରି କରିପାରିବ ନା ନାହିଁ ସେତିକି ମୋର ଜାଣିବା ଦରକାର। କାର୍ଡ ନବ କଣ? କାର୍ଡ ତମେ ଏଇଠି ଦେଖେଇଦେଲି ଆଉ। ସାର୍ କିଛି ତ ବୁଝି ହଉନି। ବୁଝି ହଉନି ସାର୍ ନାଇଁ ଏଇ ତମେ କାର୍ଡ ଆଗ ବିଷୟରେ କାର୍ଡରେ କାର୍ଡ ବିଷୟରେ ଏଇଟା ବିଷୟରେ ବୁଝିବ କଣ? ତମେ ସେଥିରେ କଣ କେମିତି ଦେଖାଯାଉଛି, କଣ କରୁଛନ୍ତି, ମାଡ଼ଗୋଳ କରୁଛନ୍ତି, ତମକୁ ଯାହା ସେଟା ପରେ ପ୍ରୋଜେକ୍ଟିଭ ମାନେ ତମ ମନକୁ ଯାହା ଆସୁଛି यार उत्तर तुमको पूरा प्रथम दिगला जे ठीक भूल किसी ना तमें ये चित्र रेस्पॉन्स कौन दौच मत कहून मत मनकर पचार मु कहि दी जन आफ्रिकान झील दीटा भालू छुआ को धरिक टणाटणी होती कहली तापर आउर कौन जहाँ मत देखिपारि कहली गला कार्ड प्लेट 4 कार्डटा देखी दी प्राक्टिकल टा कंडक्ट करदेले से काम छिंडिला नहले तुम कार्ड पाइबनी कार्ड तो मुझे पठे पारिनी कारण यहाँ तुम ये अच्छी तुम ये देखईदेली काम छिंडीगला कारण रेस्पन्स गुड़ाक तुमको लिखा पड़ो ना न कार्डटा देखिक न लिखिले प्राक्टिकल खाता केमती लिख अच्छा सुप्रिया यस सर तमें क्लास सरला परे मो मोबाइल मो नंबर टा तो नेलो आज्ञा सर मो मोबाइल की गोटे खाली हाय मेसेज भाया देदेव ମୁଁ ତମକୁ ଆଫ୍ଟରନୁନ ରେ ପଠେଇବି ମୁଁ ଟିକେ ରେଷ୍ଟ ନେବି ତାପରେ ଯାଇକି ଇଭିନିଂ ବେଳକୁ ତମକୁ ଏଇ ଜିନିଷଟା ପଠେଇଦେବି ତାପରେ ତମେ ओके ତମ सर ଭିତରେ ଗ୍ରୁପ କରିକିରି ତାକୁ ଇଏ କର ହେଲା यस सर यस सर ଗଲା ପ୍ଲେଟ 4 ଗଲା ଆଉ ଗୋଟେ ମିନିଟ ଅଛି ଆମେ ଆମର ଷ୍ଟାଣ୍ଡାର୍ଡ ଟାଇମ ହେଲା 3 ମିନିଟ ଜଣକୁ ତମେ 3 ମିନିଟ ସମୟ ଦେଇପାରିବ ଲେଖିବା ପାଇଁ सर ହଁ सर प्रैक्टिकल କଣ रिकॉर्ड କହୁଛନ୍ତି सबमिट करने ପାଇଁ डेट एमती किछ बाहर कि ନା ନା ଏବେ କିଛି ଡେଟ୍ ଦିଆହେଇନି ସେଇମାନଙ୍କୁ ପଚାରିବେ ସେ ବିଷୟରେ ମୁଁ ଆକ୍ଚୁଆଲି ବେଶୀ ଜାଣେନି ସେ ତାଙ୍କର ଯୋଉମାନେ ଅଛନ୍ତି ସେ ଯୋଉ ଆମର ଚେତନାର ସାର୍ ମାନେ ସେଇମାନେ ଅର୍ଗାନାଇଜ କରୁଛନ୍ତି ତ ସେଇମାନଙ୍କ କିନ୍ତୁ ଏବେ ତମେ ରେଡି କରି ରଖିଦେଲେ ସେମାନେ ଯେବେ ମାଗିବେ ରେକର୍ଡ ସବମିଟ ତ କରାଯାଉନି ଆଜିକାଲି ପରୀକ୍ଷା ଦିନ ରେକର୍ଡ ଧରିକିରି ଆସୁଛନ୍ତି ଆଗରୁ ଦସ୍ତଖତ କରିକି ନଉଥିଲେ ଏବେ ସେଇ ପରୀକ୍ଷା ଦିନ କରୁଛନ୍ତି ତାଙ୍କୁ ଟିକେ ପଚାରିଦବ ସେମାନଙ୍କୁ ପଚାରିଦେଲେ ସେମାନେ କହିଦେବେ 5 प्लेट 5
Plate 6. Plate 7.
Card 8. Card 9. Card 10.
ବର୍ତ୍ତମାନ ତମର ସମୟ ସରିଗଲା। ତମେ ସମସ୍ତେ ଯାହା ରେସ୍ପନ୍ସ ଦେଇଛ ତାକୁ ରଖିକିରି ତମେ ନିଜର ବି ନିଜେ କରିକିରି ପ୍ରାକ୍ଟିକାଲଟେ କରିଦେଇ ପାରିବ, ନହେଲେ ତମେ ଅନ୍ୟ ଜଣଙ୍କୁ ଦବ, ଅନ୍ୟ ଜଣ ତମକୁ ଦେବେ। କଣ ଆଉ ପଚାରିବାର ଅଛି? ନହେଲେ କାମ ସାରିବା। ଏନିବଡି? ସାର୍ ଟିକେ ଜାଣିବାର ଥିଲା କି ଆମର ଯେମିତି ସାର୍ ଫାର୍ଷ୍ଟ ଇୟରରେ ପ୍ରାକ୍ଟିକାଲ କ୍ଲାସ୍ ପାଇଁ ଆମର 2 ଦିନ ଆମେ ଯାଇଥିଲୁ, ଚେତନା ଯାଇଥିଲୁ କରିଥିଲୁ। ଏଥିରେ ତ ଅନଲାଇନରେ କ୍ଲାସେସ୍ ହେଇଯାଉଛି, ଫାର୍ଷ୍ଟ ଇୟର ନଥିଲା। ଆଉ ଫିଜିକାଲ କ୍ଲାସ୍ ପାଇଁ କଣ ଯିବାକୁ ପଡିବ କି ସାର୍? ନାଇଁ, ଫିଜିକାଲ କ୍ଲାସ ଆଉ ପୁଣି କଣ କରିବେ? ଥରେ ତ ଅନଲାଇନ କ୍ଲାସ କଲେ ପୁଣି ଫିଜିକାଲ ମାନେ ଯୋଉ ପେପରରେ ଅନଲାଇନ କ୍ଲାସ ହଉଛି ଆଉ ତ ଫିଜିକାଲ ହଉନି, ହବ କିଛି ନାହିଁ। ଆଜ୍ଞା, ସେ ଡାଉଟ୍ ଥିଲା। ଫାର୍ଷ୍ଟ ଇୟର ଫିଜିକାଲ ଯାଇଥିଲୁ, ଅନଲାଇନ ଅଲରେଡି ଆମର ହଉଛି, ଆପଣ କରୁଛନ୍ତି ଅନଲାଇନ କ୍ଲାସ ଯୋଉଟା ହବ ସେଟା ଆଉ ଫିଜିକାଲ ପୁଣି ତାଙ୍କର କେମିତି କରିବେ? କାରଣ ଆଜ୍ଞା, ତାମାନେ ସେମାନଙ୍କର ଖାଲି ଡାଇରେକ୍ଟ ଖାଲି ଭାଇବା କରାଯିବ ବୋଧେ ସାର୍? ହଁ, ଡାଇରେକ୍ଟ ବାହାର କରାଯିବ। କିନ୍ତୁ ମୁଁ ଖାଲି ଟିକେ ଜାଣିବା ଦରକାର ଯେ ରେକର୍ଡଟା ଆଗୁଆ, ମନେକର ଏ ପ୍ରାକ୍ଟିକାଲ ମୁଁ କଲି, ୟାର ଯୋଉ ରେକର୍ଡଟା ତ ମୁଁ ସାଇନ୍ କରିବା ଦରକାର। କାରଣ ଅଫିସିଆଲି ମୁଁ ଆଲର୍ଟେଡ ହେଲି ମାନେ ଏ ପେପରଟା ରେକର୍ଡ ମୁଁ ସାଇନ୍ କରିବା ଦରକାର। ସେମାନେ ଏକଥା ବି କରିଦେଇ ପାରନ୍ତି ଯେ ପ୍ରାକ୍ଟିକାଲ ବେଳକୁ ମତେ ହିଁ ଏକ୍ସଟର୍ନାଲ କରି ଡାକିଦେବେ, ସମସ୍ତଙ୍କ ପ୍ରାକ୍ଟିକାଲ ମୁଁ ସେଇଠି ରେକର୍ଡ ଦେଖିକି ସାଇନ୍ କରିଦେବି। ନହେଲେ ଯଦି ଅନ୍ୟ କାହାକୁ, ସେମିତି ତ କିଛି ନାହିଁ ଯେ ମୁଁ ପ୍ରାକ୍ଟିକାଲ କଲି ବୋଲି ଯେ ମୁଁ ପରୀକ୍ଷା କରିବି, ସେଇଟା ତ ହବ ନାହିଁ ନା। ମୁଁ କରିପାରିବି, ନ କରି ବି ପାରିବି, ତାଙ୍କର ସୁବିଧା ଆଉ ମୋ ସୁବିଧା ଅନୁସାରେ। ତେଣୁ ଯଦି ଅନ୍ୟ କାହାକୁ ପ୍ରାକ୍ଟିକାଲରେ ଏକ୍ସଟର୍ନାଲ କରି ଡାକିଲେ ଏ ପେପରରେ, ହୁଏତ ମତେ ଦସ୍ତଖତ କରିବାକୁ ପଡିପାରେ, ଯାଇକି ତମକୁ ସବମିଟ କରିଦେବାକୁ ପଡିବ। ସେମାନେ ମତେ କହିଦେବେ ଯାଇକି ଦସ୍ତଖତ କରିଦେବା ପାଇଁ, ମୁଁ ଯାଇ ଦସ୍ତଖତ କରିଦେବି, ଦେଖିଦେବି, ଦସ୍ତଖତ କରିଦେବି। ଆଗରୁ ପିଲାମାନେ ମୁଁ ଯାହା ଜାଣିଛି, ଆଗରୁ ପିଲାମାନେ ଆସିକିରି କରେଇକିରି ମାନେ ସେଇଠି ଗୋଟେ ଦିନ ଡିସାଇଡ କରୁଥିଲେ, ମୁଁ ଯାଉଥିଲି, ସେଇଠି ସମସ୍ତେ ଆସିକି ଦସ୍ତଖତ କରିଦଉଥିଲେ, ମାନେ ଇଗ୍ନୋ ସେଣ୍ଟରରେ। ସେମାନେ ଇନଷ୍ଟ୍ରକ୍ସନ ଦେବେ ଯାହା ଆବଶ୍ୟକ, ସେମାନେ କିନ୍ତୁ ଥରେ ଅନଲାଇନ ହେଲା ମାନେ ଆଉ ପୁଣି ପ୍ରାକ୍ଟିକାଲ ଆଉ କଣ, ଆଉ କିଛି ନାହିଁ। ଇଏ ପ୍ରାକ୍ଟିକାଲଟା ବର୍ତ୍ତମାନ ଆମେ କଣ୍ଡକ୍ଟ ବି କରିଦେଲେ, ମୁଁ ତ ତାର ଫର୍ମାଟ ସେ ପଠେଇଦେବି, ତାକୁ ଦେଖିକିରି ପ୍ରାକ୍ଟିକାଲ ଫାଇନାଲ କରି ତାର ଯେମିତି ଫର୍ମାଟରେ ଲେଖିବା କଥା ସେମିତି ରେକର୍ଡରେ ଲେଖିକିରି ତମେ ରଖିବ। ଯେତେବେଳେ ପରୀକ୍ଷା ହବ ସେମାନେ ଯାହା କହିବେ ଆଉ ହେଲା। ଆଉ ସାର୍ କାହାର କିଛି ଏଇଟା ପଚାରିବାର କୋଉ ପ୍ରାକ୍ଟିକାଲ? ମାନେ ଫାର୍ଷ୍ଟ ପ୍ରାକ୍ଟିକାଲଟା ନା ସେକେଣ୍ଡ? ମାନେ ଏଇ ଯୋଉ ଆଜି ଯୋଉ କଲି ନା ପେପରଟା, ଆଜ୍ଞା ଆଜ୍ଞା ପେପରଟା ଆଜ୍ଞା ସାର୍। ଏମତି, ପେପରଟା ହେଲା MTC 14 ତା ଭିତରେ 7-8ଟା ଖଣ୍ଡେ ପ୍ରାକ୍ଟିକାଲ ଅଛି। ସାର୍ ଆମମାନେ ଚାହିଁଲେ ମୁଁ ରାଣ୍ଡମଲି ତମକୁ କହିଦେବି। ଲେଖିପାରିବୁ? ହଁ, ମାନେ ଆଗ ପଛ କରି ତ? ଆଜ୍ଞା, ମାନେ ଫାର୍ଷ୍ଟ ଆମମାନେ ଭାବନ୍ତୁ ରସ୍କ୍ୟାକର ଲେଖିଲୁ, ହଁ, ତାପରେ ଆମେ ଆଉ କିଛି ପ୍ରାକ୍ଟିକାଲ ଲେଖିଲୁ, କିଛି ଅସୁବିଧା ନାହିଁ ତ? ନାଇଁ, ପ୍ରାକ୍ଟିକାଲ ମାନେ ତାଙ୍କର ଯୋଉ ଏନଲିଷ୍ଟେଡ ପ୍ରାକ୍ଟିକାଲ ପିଲା, ଯୋଉଟା ମୁଁ ପଢେଇବି, ମୁଁ ମାନେ 4ଟା ପ୍ରାକ୍ଟିକାଲ ପଢେଇବି, 2ଟା ପଢେଇଦେଲି, ଆଉ 2ଟା କାଲି ଟିକେ ମାନେ ଇଜିଅର ପ୍ରାକ୍ଟିକାଲ, ମୁଁ କାଲି ସେ 2ଟା ପଢେଇଦେବି। ତମେ ସେ 4ଟା ଆଉ ଗୋଟେ ବିଷୟରେ ଯଦି ହବ କହିକିରି ରେକର୍ଡ ମେଣ୍ଟେନ କରିକିରି ଆଣିବ। ଆଗ ପଛରେ କିଛି ଟୋଟାଲ ତାର 6ଟା ନା କେତେଟା କରିବାକୁ ପଡିବ ସାର୍? ଟୋଟାଲ 5ଟା ଇଏ ଆମେ ଚାହିଁଲେ କରେଇବୁ, କାରଣ ଆମକୁ 3 ଦିନରେ ତ ଆଉ 6ଟା ପ୍ରାକ୍ଟିକାଲ କରିହବନି। ତମେ ଆଗ 4ଟା ପାଇଁ ପ୍ରିପେୟାର୍ଡ ହୁଅ। ତାହେଲେ ଆମେ 4ଟା ଲେଖିବୁ ନା 5ଟା ଲେଖିବୁ ସାର୍? 5ଟା ଲେଖିବା କଥା ସାର୍। 4ଟା ପାଇଁ ଆଗ ମୁଁ ଇଏ କରେଇଦିଏ, 5ଟା ମୁଁ ଖାଲି କହିଦେବି କଣ କରିବାକୁ ହବ। 5ଟା ଲେଖିବାକୁ ପଡିବ। ଆଉ କଣ ଅଛି କି? ହଉ, ଆଜି ପାଇଁ ବନ୍ଦ କଲି, କାଲି ଇଭିନିଂରେ ଅଛି। ସାର୍ ଆଉ ଗୋଟେ କଥା, ସାର୍ ପ୍ରାକ୍ଟିକାଲ କପିଟା ମାନେ କଣ ବଟନୀର ୟୁଜ୍ କରିବୁ ନା ଫିଜିକ୍ସର?
कोठे हकीकत खाली प्लेन भी मिलुଛି ମାନେ ୱିଦାଉଟ୍ ଏନି ସାଇଣ୍ଟିଫିକ ଡିସିପ୍ଲିନ ଖାଲି ପ୍ଲେନ୍ ପ୍ରାକ୍ଟିକାଲ ରେକର୍ଡ ମିଳୁଛି ସେଟା ସାଇକୋଲୋଜି ୟୁଜ କରିବାଟା ବେଟର ସାଇକୋଲୋଜିର କିଛି ନାହିଁ ବଟନି ଫିଜିକ୍ସ କିନ୍ତୁ ଯୋଉଥିରେ କଲେ ବି କିଛି ନାହିଁ ସେମିତି ହାର୍ଡ ଆଣ୍ଡ ଫାଷ୍ଟ ନାହିଁ ଯେ ଏଇଟା କରିବ ଏଇଟା କରିବନି କିନ୍ତୁ ସାର୍ ଟୋଟାଲ ପାଖା 5ଟା ଯାକ କଲା ବେଳକୁ ସାର୍ ପାଖାପାଖି ଆପ୍ରୋକ୍ସିମେଟଲି ପେଜେସ୍ କେତେ ଖଣ୍ଡେ ହବ କି ଏମିତି ତ ଭ୍ୟାରି କରିବ ଫିର୍ ବି ହଁ ଗୋଟେ ପ୍ରାକ୍ଟିକାଲ କୁ ମାନେ ତମର ଭ୍ୟାରି କରିବ ସାଇଜ ଅକ୍ଷର ଇଏ ସେ କିନ୍ତୁ 10 ପେଜ ଧରିଲେ 50 ପେଜ ହବ ଗୋଟେ ରେକର୍ଡ ବହିରେ ଲେଖିବା ପାଇଁ ଚେଷ୍ଟା କରିବ ଗୋଟେ ପ୍ରାକ୍ଟିକାଲ ରେକର୍ଡ ଯୋଉ ମିଳୁଛି ଟିକେ ବଡ ପ୍ରାକ୍ଟିକାଲ ରେକର୍ଡଟା ଆଣିକିରି ସେଇଥିରେ ଲେଖିବା ପାଇଁ ଚେଷ୍ଟା କରିବ ଟିକେ ଆଡଜଷ୍ଟ କରିକି ଲେଖିକି ତାକୁ ସାରିବ ଆଉ କଣ ଆଉ ଦିଦିଟା ରେକର୍ଡ କାହିଁ କରିବ ହଁ ମୁଁ ରହିଲି ତାହେଲେ थैंक यू सर थैंक यू सो मच सर थैंक यू सर थैंक यू